ଆଜିର ଯେଉଁ କ୍ଲାସ୍ ରହିଛି ଏଥିରେ ଆମେ ହିଷ୍ଟ୍ରି ଇଣ୍ଡିଆ ଇଣ୍ଡିପେଣ୍ଡେନ୍ସ ମୁଭମେଣ୍ଟର ଇମ୍ପୋର୍ଟାଣ୍ଟ 1200 କ୍ୱେଶ୍ଚନ୍ ପ୍ରାକ୍ଟିସ୍ କରିଛେ। ଯେଉଁ କ୍ୱେଶ୍ଚନ୍ ବାରମ୍ବାର ପରୀକ୍ଷାରେ ପଚରାଯାଇଛି ସେଇ ସବୁ କ୍ୱେଶ୍ଚନ୍ ଏଡ୍ କରାଯାଇଛି। ଏମିତି କ୍ୱେଶ୍ଚନ୍ ନାହିଁ ଯେଉଁଟାକି ଏଥିରେ ଆମେ ଏଡ୍ କରିନାହୁଁ। ଠିକ୍ ଅଛି। କେତେଟା କ୍ୱେଶ୍ଚନ୍ ପରୀକ୍ଷାରେ ପଚରାଯାଉ ମୁଁ କହିପାରିବି ନାହିଁ, କିନ୍ତୁ ଆପଣଙ୍କର କନଫର୍ମ 4-5ଟା କ୍ୱେଶ୍ଚନ୍ ପରୀକ୍ଷାରେ ଦେଖିବାକୁ ମିଳିବ, କାହିଁକିନା ଆପଣଙ୍କ ସିଲାବସ୍ରେ ଇଣ୍ଡିଆ ଇଣ୍ଡିପେଣ୍ଡେନ୍ସ ମୁଭମେଣ୍ଟ ଅଛି ହିଁ ଅଛି। ଠିକ୍ ଅଛି। ମେ ବି 2ଟା ପାର୍ଟରେ ଭିଡ଼ିଓ ଆସିପାରେ, କାହିଁକିନା ଭିଡ଼ିଓ ବହୁତ ଲମ୍ବା ହେବ ଯଦି ଆମେ 1200 କ୍ୱେଶ୍ଚନ୍ କଭର କରିବା। ଯଦି ଆପଣମାନେ ୟାର PDF ଚାହୁଁଛନ୍ତି ଡିଟେଲ୍ସ ସହିତ, ତାହେଲେ ଆପଣଙ୍କୁ ମେନଲି ଗୋଟେ କାମ କରିବାକୁ ପଡ଼ିବ। এটা ତ ଆପଣଙ୍କୁ ଫ୍ରି ମିଳିବ ନାହିଁ, କିନ୍ତୁ ଆପଣମାନେ ମାତ୍ର ଗୋଟେ ଟିର ପ୍ରାଇସ୍ ଆପଣ ଦେବେ ଆଉ ୟାର PDF ଡାଉନଲୋଡ୍ କରିପାରିବେ। ଓକେ, ଯାହାଦ୍ୱାରା କ'ଣ ହେବ ଆପଣଙ୍କୁ ପଢ଼ିବା ପାଇଁ ମଧ୍ୟ ଇଚ୍ଛା ଲାଗିବ। ଟିର ପ୍ରାଇସ୍ କେତେ? 10 ରୁପିଜ୍। ଓକେ, ମାତ୍ର 10 ରୁପିଜ୍ ପେ କରିବେ ଆଉ ୟାର PDF ଆପଣମାନେ ନେଇଯିବେ, କାହିଁକିନା ବହୁତ ପରିଶ୍ରମ କରିଛି ଏହା ପାଇଁ ଆମେ ବୁଝାଉଛି। ଠିକ୍ ଅଛି, ଆପଣ ଦେଖନ୍ତୁ ବର୍ତ୍ତମାନ କ୍ୱେଶ୍ଚନ୍ ଦେଖନ୍ତୁ, ତାପରେ ଭିଡ଼ିଓ ଡେସ୍କ୍ରିପ୍ସନ୍ ଆପଣଙ୍କୁ PDF ମିଳିବ, ଆପଣ ଯାଇକି ଡାଉନଲୋଡ୍ କରିବେ। ଓକେ, ଦେଖନ୍ତୁ କ୍ୱେଶ୍ଚନ୍ ଦିଆଯାଇଛି ସ୍ୱାଧୀନତା ସଂଗ୍ରାମ 1857ର ପ୍ରତୀକ କ'ଣ ଥିଲା? ଆପଣମାନେ ଜାଣିଛନ୍ତି, ଗୋଟେ ହେଉଛି ଲୋଟସ୍ ଆଉ ଗୋଟେ ହେଉଛି ବ୍ରେଡ୍। ଓକେ, ଦ ସିମ୍ବଲ ଅଫ୍ ଦ ଫ୍ରିଡମ୍ ଷ୍ଟ୍ରଗଲ୍ ଅଫେନ୍ ରିଫର୍ ଟୁ ଏଜ୍ ଦ ଫାଷ୍ଟ ୱାର୍ ଅଫ୍ ଦ ଇଣ୍ଡିପେଣ୍ଡେନ୍ସ ଅଫ୍ 1857 ଇନକ୍ଲୁଡେଡ୍ ଲୋଟସ୍ ବ୍ରେଡ୍, ଯାହାକୁ ଚପାତି ବୋଲି କୁହାଯାଉଛି। ଆଣ୍ଡ ଦ ରେଡ୍ ଫୋର୍ଟ ଏଲଙ୍ଗ ୱିଥ୍ ଦ ଲାଷ୍ଟ ମୋଗଲ ଏମ୍ପରର ବାହାଦୁର ଶାହ ଜାଫର ବିଙ୍ଗ ଏ ସିମ୍ବଲ ଫର୍ ଦ ରେବେଲିୟନ୍। 1900 ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ମଞ୍ଚରୁ ଭାଷଣ ଦେଇଥିବା ପ୍ରଥମ ମହିଳା କିଏ ଥିଲେ? ଆପଣମାନେ ଜାଣିଛନ୍ତି, ସେ ହେଉଛନ୍ତି ଶ୍ରୀମତୀ କମଲା ଗାଙ୍ଗୁଲି, ଯେ ପ୍ରଥମ ମହିଳା ଥିଲେ ଯିଏକି ଭାଷଣ ଦେଇଥିଲେ କଂଗ୍ରେସ ମଞ୍ଚରୁ। ୟାକୁ ଆପଣମାନେ ମନେ ରଖିବେ। ତାପରେ କ୍ୱେଶ୍ଚନ୍ ଅଛି, 1917ରେ କଂଗ୍ରେସର କଲିକତା ଅଧିବେଶନର ସଭାପତି କିଏ ରହିଥିଲେ? ପ୍ରେସିଡେଣ୍ଟ ଦ କୋଲକାତା ସେସନ୍ ଅଫ୍ କଂଗ୍ରେସ 1970 ହେଉଛନ୍ତି ଆନି ବେସନ୍ତ। ଆନ୍ସର ଅପସନ୍ ଏ ହେବ ରାଇଟ୍ ଆନ୍ସର। କେବେ ଏବଂ କେଉଁ ଅଧିବେଶନରେ ସରୋଜିନୀ ନାଇଡୁ କଂଗ୍ରେସ ସଭାପତି ହୋଇଥିଲେ? 4 ନମ୍ବର କ୍ୱେଶ୍ଚନ୍, ଏଇଟା ଥିଲା 1925 କାନପୁର ସେସନ୍। ଆନ୍ସର ଅପସନ୍ ଏ ହେବ ରାଇଟ୍ ଆନ୍ସର। 1925 କାନପୁର ସେସନରେ ଯେଉଁଟାକି ସରୋଜିନୀ ନାଇଡୁ କଂଗ୍ରେସ ସଭାପତି ହୋଇଥିଲେ। କଂଗ୍ରେସର ପ୍ରଥମ ମହିଳା ସଭାପତି କିଏ ଥିଲେ? ଫାଷ୍ଟ ଓମେନ୍ ପ୍ରେସିଡେଣ୍ଟ ଅଫ୍ ଦ କଂଗ୍ରେସ, ସେ ହେବେ ଆନି ବେସନ୍ତ। ୟାକୁ ମଧ୍ୟ ଆପଣମାନେ ମନେ ରଖିବେ। ଆଉ ଯେଉଁ ସରୋଜିନୀ ନାଇଡୁ ଥିଲେ ସେକେଣ୍ଡ ଓମେନ୍ ଥିଲେ ଯିଏକି ପ୍ରେସିଡେଣ୍ଟ ହେଇଥିଲେ। କ୍ୱେଶ୍ଚନ୍ ଦିଆଯାଇଛି, କେଉଁ ମହିଳା ବିପ୍ଳବୀ ଜଙ୍ଗଲରେ ଲୁଚି ଭଏସ୍ ଅଫ୍ ଫ୍ରିଡମ୍ ନାମକ ଏକ ରେଡ଼ିଓ ଚଳାଇ ଗୁପ୍ତ ସୂଚନା ପ୍ରସାରଣ କରୁଥିଲେ? ହୁଇଚ୍ ଫିମେଲ୍ operated a radio called Voice of Freedom from hiding in forest to broadcast secret information? ସେ ହେଉଛନ୍ତି ଉଷା ମେହେତା। କ୍ୱେଶ୍ଚନ୍ ଦିଆଯାଇଛି, କଂଗ୍ରେସର ପ୍ରତିଷ୍ଠାତା ଏଓ ହ୍ୟୁମ୍ କେବେ କଂଗ୍ରେସ ସଭାପତି ହୋଇଥିଲେ? କେବେ ହେଇନଥିଲେ, ମନେ ରଖନ୍ତୁ, ନେଭର ହେବ ରାଇଟ୍ ଆନ୍ସର। ଫାଷ୍ଟ ଯେଉଁ ହେଇଥିଲେ ସେ ଉମେଶ ଚନ୍ଦ୍ର ବାନାର୍ଜୀ ହେଇଥିଲେ, ଉମେଶ ଚନ୍ଦ୍ର ବାନାର୍ଜୀ। କ୍ୱେଶ୍ଚନ୍ ଦିଆଯାଇଛି, ଏପ୍ରିଲ 13, 1919 ଜାଲିଆନାବାଗ ହତ୍ୟାକାଣ୍ଡ ସମୟରେ କଂଗ୍ରେସ ସଭାପତି କିଏ ରହିଥିଲେ? ଯେଉଁ ସମୟରେ ଜାଲିଆନାବାଗ ହତ୍ୟାକାଣ୍ଡ ହୋଇଥିଲା ସେ ସମୟରେ ରହିଥିଲେ ପଣ୍ଡିତ ମଦନ ମୋହନ ମାଲବୀୟ ରହିଥିଲେ। ଠିକ୍ ଅଛି, ମନେ ରଖିବେ। ସେ ଡିସେମ୍ବର 26, 1918ରୁ ଡିସେମ୍ବର 28, 1990 ପର୍ଯ୍ୟନ୍ତ ସେ ରହିଥିଲେ। ପଣ୍ଡିତ ମୋତିଲାଲ ନେହେରୁ କେବେ କଂଗ୍ରେସ ସଭାପତି ହୋଇଥିଲେ? ମନେ ରଖିବେ 1919 ମସିହା ଡିସେମ୍ବର 28, 1919ରୁ ସେପ୍ଟେମ୍ବର 4, 1920 ପର୍ଯ୍ୟନ୍ତ ଇଏ ରହିଥିଲେ। ତାପରେ କ୍ୱେଶ୍ଚନ୍ ଅଛି, ରବୀନ୍ଦ୍ରନାଥ ଟାଗୋରଙ୍କର ଜନ୍ମଦିନ ହେଉଛି ମେ 6, 1861। ଏହା ମଧ୍ୟ ଅନ୍ୟ ଏକ ମହାନ ଭାରତୀୟଙ୍କର ଜନ୍ମଦିନ ଯେ ଇଣ୍ଡିପେଣ୍ଡେନ୍ସ ନାମକ ଏକ ଖବରକାଗଜ ପ୍ରକାଶ କରୁଥିଲେ। ମହାନ ବ୍ୟକ୍ତି କିଏ ଥିଲେ? ସେ ଥିଲେ ପଣ୍ଡିତ ମୋତିଲାଲ ନେହେରୁ ଥିଲେ, ଯାହାଙ୍କର ବାର୍ଥଡେ ମଧ୍ୟ ମେ 6, 1861 ଥିଲା। ଆଉ ସେ ଇଣ୍ଡିପେଣ୍ଡେନ୍ସ ନାମକ ଖବରକାଗଜ ମଧ୍ୟ ଇଏ ପବ୍ଲିଶ କରିଥିଲେ। ସର୍ଭେଣ୍ଟସ୍ ଅଫ୍ ଇଣ୍ଡିଆ ସୋସାଇଟି ପ୍ରତିଷ୍ଠା କିଏ କରିଥିଲେ? ସର୍ଭେଣ୍ଟ ଅଫ୍ ଇଣ୍ଡିଆନ୍ ସୋସାଇଟି, ସେ ହେଉଛନ୍ତି କିଏ? ଗୋପାଳ କୃଷ୍ଣ ଗୋଖଲେ। ଓକେ, ସର୍ଭେଣ୍ଟ ଅଫ୍ ଇଣ୍ଡିଆନ୍ ସୋସାଇଟି founded by Gopal Krishna Gokhale in 1905 to unite and train Indians of different ethnicities and religions in welfare work. ତାପରେ କ୍ୱେଶ୍ଚନ୍ ଦିଆଯାଇଛି, ନାସିକର ଜ୍ୟାକ୍ସନ୍ ଆସୋସିଏସନ୍ କେସ୍ର ମୁଖ୍ୟ ଅଭିଯୁକ୍ତ କିଏ ଥିଲେ? ଯାହାଙ୍କୁ ଏପ୍ରିଲ 19, 1910ରେ ଫାଶୀ ଦିଆଯାଇଥିଲା। ସେ ହେବେ ଅନନ୍ତ କାହ୍ନାରେ। ଠିକ୍ ଅଛି, ମନେ ରଖନ୍ତୁ, ସେ ସମୟ ତାଙ୍କୁ 18 ବର୍ଷ ହେଉଥିଲା। ୱାଚ୍ prosecuted in a Mumbai court and hanged in the Thane prison on 19 April 1910। क्वेश्चन दिजाई इंडियन मिरर खबरकागजर संपादक किए थे? से होती केशव चंद्र सेन। मन रखिए, इंडियन मिरर जोटा कि पब्लिश होता कोलकाता वेस्ट बेंगल। या स्टार्ट करते कि देवेंद्रनाथ टागोर स्टार्ट करते 1862 मसीह। ये न्यूज पेपर पब्लिश होता इंग्लीश रे, किंतु यार जो ओनर थे ओन बाय केशव चंद्र सेन। ओके, एंड वन ऑफ द एडिटर्स ऑफ द न्यूज़पेपर वाज मनमोहन घोष। आउ तार
एडिटर किए थे मनमोहन घोष रही थे। क्वेश्चन दिया जाए पिट्स इंडिया एक्ट के पारित होता এটা 1784 ମସିହାରେ ପାସ୍ ହେଇଥିଲା ଆପଣମାନେ ଜାଣିଛନ୍ତି 1784 ଓକେ ଏଟା ବ୍ରିଟିଶ ପାର୍ଲାମେଣ୍ଟରେ ପାସ୍ କରାଯାଇଥିଲା ଇଟ୍ ୱାଜ୍ ନେମ୍ ଆଫ୍ଟର ଦ ବ୍ରିଟିଶ ପ୍ରାଇମ ମିନିଷ୍ଟର ଏଟ୍ ଦ ଟାଇମ୍ ୱିଲିୟମ ପିଟ୍ ଦ ୟଙ୍ଗର ତାଙ୍କ ନାଁରେ ଏଟାକୁ ପାରିତ କରାଯାଇଥିଲା ଆଉ ଏଟା ଯେଉଁ ଆଡ୍ରେସ୍ କରାଯାଇଥିଲା ସେଟା ଥିଲା ରେଗୁଲେଟିଂ ଆକ୍ଟ 1773 to bring the East India Company rule in India under closer control of the British government जोटा कि ब्रिटिश गवर्नमेंट भलिया इंडिया रे तांकर रूल चलाइबा पई याको आरंभ करा जाइथिला टू एस्टाब्लिश डुअल सिस्टम ऑफ कंट्रोल ओवर इंडिया। भारतीय जातीय कांग्रेस प्रतिष्ठा समय भारतर भाइसराय किए थे से समय थे लॉर्ड डुफेरिन रही मन रखिए 1885 मसीहा जोटा कि भारतीय जातीय कांग्रेस प्रतिष्ठा होता 1929 पंडित जवाहरलाल नेहरू सभापतित्व क्यों कांग्रेस अधिवेशन में भारत संपूर्ण सहायता दाबी करता था लाहौर सेसन रही है 1929 मसीह जो सेसन होता से समय पूर्ण स्वराज दाबी करा ओके मन रखिए। नेक्स्ट क्वेश्चन अच्छी क्यों घटना विरोध में रविन्द्रनाथ टैगोर तांकर नाइटहुड उपाधि फेराई देते प्रोटेस्ट अगेंस्ट द जनरलबाग मस्केयर ओके रविन्द्रनाथ टैगोर रिटर्न हिज knighthood title in protest against the Jallianwala Massacre, Amritsar Massacre on April 13, 1919, a brutal act of British military violence against peaceful Indian protester। आउ जो आवार्ड दिया जाइथिला रविन्द्रनाथ टैगोर को एटा 1915 मिलता जोटा कि लिटरेचर में मिलता ठीक अच्छे। तापर जनरलबाग हत्याकांड केवे होता एप्रिल 13 1919 मसीह होता जोटा कि जनरल ओडायर गुड़ी चालन करने आदेश देते। तापर क्वेश्चन दिया जाए महात्मा गांधी केबे सविनय अवज्ञा आंदोलन आरंभ करते जहाँ सिविल डिसोबेडिएंट मूवमेंट कहुच्छी आरंभ होता 1930 मसीह ओके गांधी और 78 सपोर्टर जैक आरंभ करते मार्च आरंभ करते अहमदाबाद दानी पर्यंत मार्च 12 1930 मसीह आउ से पहुँची एप्रिल 5 1930 पहुँची से सल्ट रेगुलेशन को जोटा कि ब्रो करते आउ एप्रिल 6 ब्रो करते ऑफिस स्टार्ट होता सिविल डिसोबेडिएंट मूवमेंट। आजाद हिंद फौज प्रतिष्ठा करने निष्पत्ति केवे निया मेनली आपंकर जो 1942 एट द इंडियन इंडिपेंडेंस लीग मीटिंग इन बैंकॉक रे 1943 मसीहा कि या आजाद हिंद फौज। नेक्स्ट क्वेश्चन अच्छी हु सेड हु लाइव्स इफ इंडिया डाइज भारत मले किए बंचब कथा किए कहते पंडित जवाहरलाल नेहरू वाज द फर्स्ट प्राइम मिनिस्टर ऑफ इंडिपेंडेंट इंडिया ड्यूरिंग सल्ट सत्याग्रह इन द ईयर 1990 he wrote this line in the young india journal से तांकर जो यंग इंडिया जर्नल लिखिथिले जे हु लाइव्स इफ इंडिया डाइज 1857 विद्रोह समय कानपुर नाना साहेब विद्रोह नेतृत्व नहीं समय से ब्रिटिश जनरल किए रही थे हु वाज द ब्रिटिश जनरल इन कानपुर ड्यूरिंग द 1857 रिपोर्ट व्हेन नाना साहेब लेड द रेबेलियन देयर से एबे जनरल हेबलुक हेबे राइट आंसर ओके। और 1857 जो होता इंडिपेंडेंस मूवमेंट जो होता नाना साहेब जे कि पेशवा लास्ट पेशवा थे बाजीराव सेकेंड जो एडप्टेड सन रही थे ओके। क्वेश्चन दिया जाए गांधी केवे अहमदाबाद रे साबरमती आश्रम प्रतिष्ठा करते एक क्वेश्चन प्रायत परीक्षा रे पचरा जाए आंसर दे पारे केवे आंसर हम 1916 मसीहा 1916। तापर स्वदेशी आंदोलन प्रथम केवे आरंभ होता ड्यूरिंग द मूवमेंट अगेंस्ट द पार्टीशन ऑफ बेंगल जोटा कि 1905 मसीह जो बेंगल विभाजन आरंभ होता से समय स्वदेशी मूवमेंट आरंभ होता। कांग्रेस क्यों गोल टेबल सम्मेलन में अंशग्रहण करता इन व्हिच राउंड टेबल कॉन्फ्रेंस डिड कांग्रेस पार्टिसिपेट एटा थिला ओनली इन द सेकेंड सेशन। क्वेश्चन अच्छी दिल्ली षड्यंत्र मामला रे सूचनादाता किए रही थे हु वाज द इन्फॉर्मर इन द दिल्ली कन्स्पिरेसी केस से हेबे दीननाथ। क्वेश्चन दिया जाए 1937 मास वेकेनिंग लीग क्यों प्रतिष्ठा होता एटा होता जोटा कि मैसूर राज्य में प्रतिष्ठा होता मन रखिए। केंद्रीय आसेम्बली रे बोमा फिंगे भगत सिंह सहयोगी किए थे हु आर द भगत सिंह कंपेनियन इन थ्रोइंग द बम इन द सेंट्रल आसेम्बली से होती बटुकेश्वर दत्त। बहिष्कृत हितकारिणी सभार प्रतिष्ठा किए रही थे बहिष्कृत हितकारिणी सभा यार प्रतिष्ठा किए रही थे से डॉक्टर बी आर आंबेडकर। क्वेश्चन दिए 1929 कांग्रेस ऐतिहासिक लाहौर अधिवेशन में किए सबित करते हिस्ट्री लाहौर सेशन ऑफ कांग्रेस 1929 से हेबे जवाहरलाल नेहरू। क्वेश्चन दिया जाए
Which nationalist leader died due to injury sustained in public lathi charge during protest against the Simon Commission, whose death Bhagat Singh avenged by killing police officer Saunders? Okay. କେଉଁ ଜାତୀୟବାଦୀ ନେତା ସାଇମନ କମିଶନ ବିରୋଧରେ ପ୍ରତିବାଦ ସମୟରେ ପୋଲିସ ଲାଠିଚାର୍ଜରେ ଆଘାତପ୍ରାପ୍ତ ହୋଇ ମୃତ୍ୟୁବରଣ କରିଥିଲେ, ଯାହାଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଭଗତ ସିଂ ପୋଲିସ ଅଫିସର ସଣ୍ଡର୍ସଙ୍କୁ ହତ୍ୟା ମଧ୍ୟ କରିଥିଲେ? ସେ ଏବେ କିଏ? ସେ ଏବେ ଲାଲା ଲଜପତ ରାୟ। ମନେ ରଖିବେ। କ୍ୱେଶ୍ଚିନ୍ ଦିଆଯାଇଛି ଏ ଯେଉଁ ଡକ୍ଟ୍ରିନ୍ ଅଫ୍ ପାସିଭ ରେଜିଷ୍ଟାନ୍ସ କିଏ ଲେଖିଥିଲେ? ଏଇଟା ଲେଖିଥିଲେ ଅରବିନ୍ଦ ଘୋଷ ଲେଖିଥିଲେ। କେଉଁ ବର୍ଷରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିକୁ ବେଆଇନ ଘୋଷଣା କରାଯାଇଥିଲା? କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ଡିକ୍ଲେୟାର ଇଲିଗାଲ ଘୋଷଣା କରାଯାଇଥିଲା 1934 ମସିହାରେ 1934ରେ। କ୍ୱେଶ୍ଚିନ୍ ଦିଆଯାଇଛି ଭାରତ ସରକାର ଆଇନ 1935 ଉପରେ ଯୁଗ୍ମ ସଂସଦୀୟ କମିଟିର ଅଧ୍ୟକ୍ଷ କିଏ ରହିଥିଲେ? ଯେଉଁ ଜଏଣ୍ଟ ପାର୍ଲାମେଣ୍ଟାରୀ କମିଟି ହେଇଥିଲା 1935ରେ, ତାର ଚେୟାରମ୍ୟାନ୍ କିଏ ରହିଥିଲେ? ସେ ଏବେ ଲର୍ଡ ଲିନ୍ଥିଙ୍ଗୋ। ତାପରେ କ୍ୱେଶ୍ଚନ୍ ଦିଆଯାଇଛି ଅନ୍ ହ୍ୱିଚ୍ ଡେ ଡିଡ୍ ଜିନ୍ନା ଅର୍ଡର ମୁସଲିମ୍ ଟୁ ସେଲିବ୍ରେଟ୍ ଲିବରେସନ୍ ଡେ? ଏଇଟା ହେଉଛି ଡିସେମ୍ବର 22, 1939, ଯେଉଁଟାକି ଜିନ୍ନା ମୁସଲମାନଙ୍କୁ ମୁକ୍ତି ଦିବସ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କ୍ୱେଶ୍ଚନ୍ ଦିଆଯାଇଛି ସୋଭିଏତ ୟୁନିୟନରେ ଅନୁଷ୍ଠିତ କମ୍ୟୁନିଷ୍ଟ ଇଣ୍ଟରନ୍ୟାସନାଲ ଦ୍ୱିତୀୟ କଂଗ୍ରେସରେ କେଉଁ ଭାରତୀୟ ଅଂଶଗ୍ରହଣ କରିଥିଲେ? ହ୍ୱିଚ୍ ଇଣ୍ଡିଆନ୍ ପାର୍ଟିସିପେଟେଡ୍ ଇନ୍ ଦ ସେକେଣ୍ଡ କଂଗ୍ରେସ ଅଫ୍ ଦ କମ୍ୟୁନିଷ୍ଟ ଇଣ୍ଟରନ୍ୟାସନାଲ ହେଲ୍ଡ ଇନ୍ ସୋଭିଏତ ୟୁନିୟନ? ଏଥିରେ ଭାଗ ନେଇଥିଲେ ମାନବେନ୍ଦ୍ର ନାଥ ରୟ। 1923 ବିଧାନସଭା ନିର୍ବାଚନରେ ସ୍ୱରାଜୀମାନେ କେଉଁ ରାଜ୍ୟରେ ସଂଖ୍ୟାଗରିଷ୍ଠତା ହାସଲ କରିଥିଲେ? ଇନ୍ ହ୍ୱିଚ୍ ଷ୍ଟେଟ୍ ଡିଡ୍ ଦ ସ୍ୱରାଜିଷ୍ଟ ୱିନ୍ ଏ ମାଜୋରିଟି ଇନ୍ 1923 ଲେଜିସ୍ଲେଟିଭ୍ ଆସେମ୍ବଲି ଇଲେକ୍ସନ୍? ଏଇଟା ଥିଲା ସେଣ୍ଟ୍ରାଲ ପ୍ରୋଭିନ୍ସ ମଧ୍ୟପ୍ରଦେଶ। କ୍ୱେଶ୍ଚନ୍ ଦିଆଯାଇଛି ଅଲ୍ ଇଣ୍ଡିଆ କିଷାନ ସଭା ଏଇଟା କେବେ ପ୍ରତିଷ୍ଠା ହେଇଥିଲା? ମନେ ରଖିବେ 1936 ମସିହାରେ, ଯେଉଁଟାକି ଇଏ ଏଷ୍ଟାବ୍ଲିଶ ହେଇଥିଲା। କ୍ୱେଶ୍ଚନ୍ ଦିଆଯାଇଛି ଖାସି ରେବିଲିୟନ ଲିଡ୍ କରିଥିଲେ କିଏ? ସେ ହେଉଛନ୍ତି ତିରୋଥ ସିଂ। क्वेश्चन दिया टू हुम डिड वारेन हेस्टिंग गिव द राइट टू कलेक्ट रेवेन्यू ऑन एन एक्सपेरिमेंटल बेसिस इन 1772? 1772 वारेन हेस्टिंग क्या परीक्षामूलक भाव में राजस्व संग्रह करने अधिकार देते? से होती कॉन्ट्रैक्टर मानक माने ठेकेदार मानक। तो डायरेक्ट एक्शन डे ऑफ द मुस्लिम लीग इज एसोसिएटेड विथ व्हिच ईयर? मुस्लिम लीग रो डायरेक्ट एक्शन डे क्यों वर्ष सह संपर्कित रखुची? एटा होची 1946। डॉक्टर बी आर अम्बेडकर डिफेंड the officer of Azad Hind Fauj against the British in their trial? डॉक्टर बी आर आम्बेडकर ब्रिटिश मान विरुद्ध में आजाद हिंद फौज अधिकार मानक विचार में समर्थन करते कि नो यस आउ पार्शियली? आंसर ऑप्शन नो हम से जोटा कि माने समर्थन करन। इस क्वेश्चन अच्छे एमंग द लाल बाल पाल ट्राइब ऑफ द फ्रीडम स्ट्रगल हु बिकेम द प्रेसिडेंट ऑफ द इंडियन नेशनल कांग्रेस? जो लाल बाल पाल थे मध्य भारतीय जातीय कांग्रेस सभापति किए रही? से हेबे लाल लजपत राय। मोहम्मद अली जिन्ना 14 दफा प्रस्ताव क्यों रिपोर्ट विरुद्ध थिला? मोहम्मद अली जिन्ना 14 पॉइंट प्रपोजल वाच अगेंस्ट व्हिच रिपोर्ट? रही नेहरू रिपोर्ट विरुद्ध रही। भारत छाड़ आंदोलन समय कांग्रेस रेडियो चलबार श्रेय क्या दि जाए? हु इज क्रेडिटेड विथ द ऑपरेटिंग द कांग्रेस रेडियो ड्यूरिंग द क्विट इंडिया मूवमेंट? आंसर ऑप्शन हम उषा मेहता हम। नेक्स्ट क्वेश्चन अच्छे भारतीय जातीय कांग्रेस प्रथम मुसलमान सभापति किए रही? से होती बदरुद्दीन तियाबजी। इन हाउ मेनी सेशन ऑफ द राउंड टेबल कॉन्फ्रेंस डिड डॉक्टर बी आर आम्बेडकर पार्टिसिपेटेड? डॉक्टर बी आर आम्बेडकर केतोटी गोल टेबल सम्मेलन अंशग्रहण करते? मन रखिए आंसर ऑप्शन हम 3टा सेशन से जग देते। फर्स्ट सेशन, सेकंड सेशन आउ थर्ड सेशन मध्य जग देते। नेक्स्ट क्वेश्चन अच्छी 1940 से आरंभ होता व्यक्तिगत सत्याग्रह आंदोलन प्रथम सत्याग्रही किए रही? जी कि फास्ट सत्याग्रह रही थे इंडिविजुअल सत्याग्रह मूवमेंट लॉ जोटा 1940 मसीह से विनोबा भावे। इस क्वेश्चन अच्छा स्वराज मोर जनपद अधिकार मुझे हासिल करी या कहार घोषणा थिला? आंसर ऑप्शन हम बाल गंगाधर तिलक। इस क्वेश्चन अच्छी हाउ मेनी टाइम्स डिड बाल गंगाधर तिलक बिकम द प्रेसिडेंट ऑफ कांग्रेस? बाल गंगाधर तिलक के थर कांग्रेस सभापति होते? आंसर ऑप्शन हम केबे भी हो नथिले। नेक्स्ट क्वेश्चन अच्छी हु आर द फाउंडर ऑफ द एस्थेटिक सोसाइटी? एस्थेटिक सोसाइटी प्रतिष्ठा किए रही? से हेबे विलियम जोन्स हेबे। विलियम जोन्स। क्यों वर्ष में पाकिस्तान पर दाबी करा 1940 मसीह। तापर क्वेश्चन दि जाए क्यों आईन रे मुसलमान मानक तापर क्वेश्चन दि जाए क्यों आईन रे मुसलमान मानक पृथक निर्वाचन मंडल व्यवस्था करा?
ସେପାରେଟ୍ ଇଲେକ୍ଟୋରେଟ୍ ଫର୍ ମୁସଲିମ୍ ଫାଷ୍ଟ ଏଇଟା ହେଉଛି ଆକ୍ଟ ଅଫ୍ 1909 ପାର୍ଲାମେଣ୍ଟ ରିଫର୍ମ ଯାହାକୁ କୁହାଯାଇଥାଏ। କ୍ୱେଶ୍ଚିନ୍ ଦିଆଯାଇଛି କେଉଁ କଂଗ୍ରେସ ସଭାପତି ନିଜ ସଭାପତି ଭାଷଣରେ ହିନ୍ଦୀ ଭାଷା ପାଇଁ ରୋମାନ ଲିପି ଗ୍ରହଣ କରିବାକୁ ସମର୍ଥନ କରିଥିଲେ? ସେ ହେଉଛନ୍ତି ମୌଲାନା ଅବଦୁଲ କାଲାମ ଆଜାଦ, ଯିଏକି ଏପ୍ରୁଭ୍ କରିଥିଲେ ଏଡପ୍ଟ କରିଥିଲେ ରୋମାନ ସ୍କ୍ରିପ୍ଟ ଫର୍ ହିନ୍ଦୀ ଲାଙ୍ଗୁଏଜ ଡ୍ୟୁରିଂ ଦ ପ୍ରେସିଡେନ୍ସିଆଲ ଆଡ୍ରେସେସ୍। ବ୍ରିଟିଶ ସରକାର କେବେ ମହାତ୍ମା ଗାନ୍ଧୀଙ୍କୁ କାରାରୁଦ୍ଧ କରିଥିଲେ? ସେଟାକି ବ୍ରିଟିଶ ଗଭର୍ଣ୍ଣମେଣ୍ଟ ଇମ୍ପ୍ରେଜନ୍ ମହାତ୍ମା ଗାନ୍ଧୀ। ଡେଟ୍ ରହିବ ମାର୍ଚ୍ଚ 10, 1922। ନେକ୍ସଟ କ୍ୱେଶ୍ଚନ୍ ଅଛି ଭାରତ ବିଭାଜନ ବିରୋଧରେ ପ୍ରତିବାଦ ସ୍ୱରୂପ କେଉଁ ପ୍ରମୁଖ ଦଳ ଜୁଲାଇ 3, 1947କୁ କଳା ଦିବସ ଭାବରେ ପାଳନ କରିଥିଲା? ହ୍ୱିଚ୍ ମେଜର ପାର୍ଟି ଅବଜର୍ଭ ଜୁଲାଇ 3, 1947 ବ୍ଲାକ୍ ଡେ ଇନ୍ ପ୍ରୋଟେଷ୍ଟ ଏଗେନ୍ଷ୍ଟ ଦ ପାର୍ଟିସନ୍ ଅଫ୍ ଇଣ୍ଡିଆ? ସେ ହେବ ହିନ୍ଦୁ ମହାସଭା। ଆନ୍ସର ଅପସନ୍ ଏ ହେଉଛି ରାଇଟ୍ ଆନ୍ସର। କଂଗ୍ରେସ ପ୍ରତିଷ୍ଠା ସମୟରେ ଭାରତର ଭାଇସରାୟ କିଏ ରହିଥିଲେ? ସେ ହେବେ ଲର୍ଡ ଡୁଫେରିନ୍ ହେବେ। ଆନ୍ସର ଅପସନ୍ ଏ ହେବ ରାଇଟ୍ ଆନ୍ସର। ତାପରେ କ୍ୱେଶ୍ଚନ୍ ଦିଆଯାଇଛି ହ୍ୱିଚ୍ ଭାଇସରାୟ ଇନ୍ସପାୟାର୍ଡ ଏ ହ୍ୟୁମ୍ ଟୁ ଏଷ୍ଟାବ୍ଲିଶ ଦ ଇଣ୍ଡିଆନ୍ ନ୍ୟାସନାଲ କଂଗ୍ରେସ? କେଉଁ ଭାଇସରାୟ ଏ ହ୍ୟୁମ୍ଙ୍କ ଭାରତୀୟ ଜାତୀୟ କଂଗ୍ରେସ ପ୍ରତିଷ୍ଠା କରିବା ପାଇଁ ପ୍ରେରଣା ଦେଇଥିଲେ? ସେ ହେବେ ଲର୍ଡ ଡୁଫେରିନ୍। ତାପରେ କ୍ୱେଶ୍ଚନ୍ ଦିଆଯାଇଛି ଦ ରେଭଲ୍ୟୁସନାରୀର ସମ୍ପାଦକ କିଏ ରହିଥିଲେ? ସେ ହେବେ ସତ୍ୟେନ୍ଦ୍ରନାଥ ସାନ୍ୟାଲ। କ୍ୱେଶ୍ଚନ୍ ଦିଆଯାଇଛି ପଲିଟିକାଲ ଫ୍ରିଡମ୍ ଇଜ୍ ଦ ଲାଇଫ୍ ବ୍ରେଥ୍ ଅଫ୍ ଏ ନେସନ୍ ସ୍ଲୋଗାନ କାହାର ଥିଲା? ରାଜନୈତିକ ସ୍ୱାଧୀନତା ଏକ ଜାତିର ଜୀବନ ଶ୍ୱାସ ଅଟେ। ଏହା କାହାର ସ୍ଲୋଗାନ ଥିଲା? ମନେ ରଖିବେ ଏଇଟା ଥିଲା ଅରବିନ୍ଦ ଘୋଷଙ୍କର ସ୍ଲୋଗାନ ରହିଥିଲା। ତାପରେ କ୍ୱେଶ୍ଚନ୍ ଦିଆଯାଇଛି ହାଉ ଇଣ୍ଡିଆ ଫାଉଟ୍ ଫର୍ ଫ୍ରିଡମ୍ ଲେଖିଥିଲେ କିଏ? ସେ ହେଉଛନ୍ତି ଆନି ବେସନ୍ତ ଲେଖିଥିଲେ ଏହାକୁ। 60 ନମ୍ବର କ୍ୱେଶ୍ଚନ୍ ଯେଉଁ ବଙ୍ଗଭଙ୍ଗ ରଦ୍ଦ ହେବା ସମୟରେ ଭାରତର ଭାଇସରାୟ କିଏ ରହିଥିଲେ? ଯେଉଁ ସମୟରେ ଯେଉଁ ବେଙ୍ଗାଲ ଡିଭିଜନ କ'ଣ ହେଇଥିଲା ରଦ୍ଦ ହୋଇଥିଲା ସେ ସମୟରେ ଲର୍ଡ ହାର୍ଡିଙ୍ଗ ରହିଥିଲେ। ଆଉ ଯେଉଁ ସମୟରେ ହେଇଥିଲା ସେ ସମୟରେ ଲର୍ଡ କର୍ଜନ ରହିଥିଲେ 1905 ମସିହାରେ। କ୍ୱେଶ୍ଚନ୍ ଦିଆଯାଇଛି ଅସହଯୋଗ ଆନ୍ଦୋଳନର ପ୍ରଥମ ଦିନର ସକାଳେ କେଉଁ ମହାନ ଭାରତୀୟ ନେତାଙ୍କର ମୃତ୍ୟୁ ହୋଇଥିଲା? ହ୍ୱିଚ୍ ଗ୍ରେଟ୍ ଇଣ୍ଡିଆନ୍ ଲିଡର ଡାଇଡ୍ ଅନ୍ ଦ ମର୍ଣ୍ଣିଂ ଅଫ୍ ଦ ଫାର୍ଷ୍ଟ ଡେ ଅଫ୍ ଦ ନନ୍ କୋଅପରେସନ୍ ମୁଭମେଣ୍ଟ? ସେ ଥିଲେ ବାଲ ଗଙ୍ଗାଧର ତିଲକ। ଆନ୍ସର ଅପସନ୍ ଏ ହେବ ରାଇଟ୍ ଆନ୍ସର। ଓକେ, ଦ ଗ୍ରେଟ୍ ଇଣ୍ଡିଆନ୍ ଲିଡର ହୁ ଡାଇଡ୍ ଅନ୍ ଦ ମର୍ଣ୍ଣିଂ ଅଫ୍ ଦ ଫାର୍ଷ୍ଟ ଡେ ଅଫ୍ ଦ ନନ୍ କୋଅପରେସନ୍ ମୁଭମେଣ୍ଟ ହ୍ୱିଚ୍ ୱାଜ୍ ଲଞ୍ଚ ଅନ୍ ଅଗଷ୍ଟ 1, 1920 ୱାଚ୍ ବାଲ ଗଙ୍ଗାଧର ତିଲକ। ଓକେ, ତାଙ୍କୁ ଲୋକମାନ୍ୟ ତିଲକ ବୋଲି କୁହାଯାଉଥିଲା, ଯିଏକି ଅଗଷ୍ଟ 1, 1920ରେ ସେ ତାଙ୍କର ଦେହାନ୍ତ ହେଇଥିଲା। ଠିକ୍ ଅଛି, ଆଉ ସେଇ ସମୟରେ ମଧ୍ୟ ସେ ସେମ୍ ଡେରେ ନନ୍ କୋଅପରେସନ୍ ମୁଭମେଣ୍ଟ ଯେଉଁଟାକି ଆନାଉନ୍ସ ମଧ୍ୟ କରାଯାଇଥିଲା। ମହାତ୍ମା ଗାନ୍ଧୀ ନିଜର ବିଚାରଧାରା ପ୍ରଚାର କରିବା ପାଇଁ କେଉଁ ଖବରକାଗଜ ସମ୍ପାଦନା କରୁଥିଲେ? ଆନ୍ସର ଅପସନ୍ ହେବ ହରିଜନ। କ୍ୱେଶ୍ଚନ୍ ଦିଆଯାଇଛି ପୁନାପାଟ କାହା ମଧ୍ୟରେ ଏକ ଚୁକ୍ତି ରହିଥିଲା? ଏଇଟା ହେଉଛି ମହାତ୍ମା ଗାନ୍ଧୀ ଆଉ ଡକ୍ଟର B.R. ଆମ୍ବେଦକର। କ୍ୱେଶ୍ଚନ୍ ଦିଆଯାଇଛି କଂଗ୍ରେସ କେଉଁ ଗୋଲ ଟେବୁଲ ସମ୍ମିଳନୀର ଅଧିବେଶନରେ ଅଂଶଗ୍ରହଣ କରିଥିଲା? ଇନ୍ ହ୍ୱିଚ୍ ସେସନ୍ ଅଫ୍ ଦ ରାଉଣ୍ଡ ଟେବୁଲ କନଫରେନ୍ସ ଡିଡ୍ ଦ କଂଗ୍ରେସ ପାର୍ଟିସିପେଟ୍? ଏଇଟା ଥିଲା ଆପଣଙ୍କର ଯେଉଁ ସେକେଣ୍ଡ ସେସନ୍ 1931 ମସିହା। କେଉଁ ଧନୀ ବ୍ୟବସାୟୀ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ଋଣ ଦେଇଥିଲେ? ହ୍ୱିଚ୍ ୱେଲ୍ଥି ଟ୍ରେଡର ଗେଭ୍ ଏ ଲୋନ୍ ଟୁ ଇଷ୍ଟ ଇଣ୍ଡିଆ କମ୍ପାନୀ? ସେ ହେଉଛନ୍ତି ବିର୍ଜା ଭୋରା। ନେକ୍ସଟ କ୍ୱେଶ୍ଚନ୍ ଅଛି ଯଦି ମୋର ଏକାଧିକ ଜୀବନ ଥାନ୍ତା ମୁଁ ସେସବୁକୁ ମୋ ଦେଶ ପାଇଁ ଉତ୍ସର୍ଗୀ କରିଥାନ୍ତି କିଏ କହିଥିଲେ? ହୁ ସେଡ୍ ଇଫ୍ ଆଇ ହ୍ୟାଡ୍ ମୋର୍ ଦେନ୍ ୱାନ୍ ଲାଇଫ୍ ଆଇ ଉଡ୍ ସାକ୍ରିଫାଇସ୍ ଅଲ୍ ଅଫ୍ ଦେମ୍ ଫର୍ ମାଇ କଣ୍ଟ୍ରି? ସେ ହେଉଛନ୍ତି କରତାର ସିଂ ସରାଭା। କ୍ୱେଶ୍ଚନ୍ ଦିଆଯାଇଛି ଯେଉଁ ନାୟର ସର୍ଭିସ ସୋସାଇଟି ଏଇଟା କାହା ଦ୍ୱାରା ପ୍ରତିଷ୍ଠା ହେଇଥିଲା? ମନେ ରଖିବେ ସେ ହେଉଛନ୍ତି ମନ୍ମଥ ପଦ୍ମନାଭ ପିଲାଇ। କ୍ୱେଶ୍ଚନ୍ ଦିଆଯାଇଛି କେଉଁ ନେତା 1942-43ର ଘଟଣାକୁ ବିପର୍ଯ୍ୟୟ ବୋଲି କହିଥିଲେ? ହ୍ୱିଚ୍ ଲିଡର ଟର୍ମ ଦ ଇଭେଣ୍ଟ 1942-43 ଏଜ୍ ଏ କାଲାମିଟି? ସେ ହେଉଛନ୍ତି ମହାତ୍ମା ଗାନ୍ଧୀ କହିଥିଲେ। ନେକ୍ସଟ କ୍ୱେଶ୍ଚନ୍ ଅଛି ରାଣୀ ଗାଉଦିଲିଉ କେଉଁ ବିଦ୍ରୋହ ସହ ଜଡ଼ିତ ଥିଲେ? ରାଣୀ ଗାଇଦିଲୁ ଏମଏଲଏ କେଉଁ ରେବେଲିୟନ ସହ ଜଡ଼ିତ ରହିଥିଲେ? ଆନ୍ସର ଅପସନ୍ ହେବ ନାଗା ରେବେଲିୟନ 19। କ୍ୱେଶ୍ଚନ୍ ଦିଆଯାଇଛି ହ୍ୱେନ୍ ୱାଜ୍ ଦ ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନ୍ ଫର୍ମ ବାଇ ଦ ନ୍ୟାସନାଲିଷ୍ଟ ଡ୍ୟୁରିଂ ଦ ସ୍ୱଦେଶୀ ମୁଭମେଣ୍ଟ? ଯେଉଁ ସ୍ୱଦେଶୀ ମୁଭମେଣ୍ଟରେ ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନ୍ ଯେଉଁ ଗଠନ ହୋଇଥିଲା କେବେ ହେଇଥିଲା? ଏଇଟା 1906 ମସିହାରେ ଏଇଟା ଗଠନ ହୋଇଥିଲା। ମନେ ରଖିବେ ଲର୍ଡ କାର୍ଣ୍ଣୱାଲିସ୍ ସମୟରେ ନେପାଳକୁ କେଉଁ ମିଶନ ପଠାଯାଇଥିଲା? ହ୍ୱିଚ୍ ମିଶନ ୱାଜ୍ ସେଣ୍ଟ ଟୁ ନେପାଳ ଡ୍ୟୁରିଂ ଦ ଲର୍ଡ କାର୍ଣ୍ଣୱାଲିସ୍ ଟାଇମ୍? ମନେ ରଖିବେ ଏଇଟା ଥିଲା କିର୍କପାଟ୍ରିକ୍ ମିଶନ ଥିଲା। ନେକ୍ସଟ କ୍ୱେଶ୍ଚନ୍ ଅଛି ରାଜମୁଣ୍ଡ୍ରି ସୋସିଆଲ ରିଫର୍ମ ଆସୋସିଏସନ୍ କିଏ ପ୍ରତିଷ୍ଠା କରିଥିଲେ? ସେ ହେଉଛନ୍ତି ବୀରେ ସଲିଙ୍ଗମ ପାନ୍ଥଲୁ। ନାମ ରଖିବେ ଯିଏକି ରାଜମୁଣ୍ଡ୍ରି ସୋସିଆଲ ରିଫର୍ମ ଆସୋସିଏସନ୍ ଇଏ ଏଷ୍ଟାବ୍ଲିଶ କରିଥିଲେ। 18 ଶତାବ୍ଦୀର ବିଦ୍ରୋହକୁ ଖ୍ରୀଷ୍ଟିଆନମାନଙ୍କର ବିରୁଦ୍ଧରେ ଧର୍ମାନ୍ଧମାନଙ୍କର ଯୁଦ୍ଧ କିଏ କହିଥିଲେ? ହୁ କଲ୍ଡ ଦ ରିଭଲ୍ଟ ଅଫ୍ 1857 ଏ ୱାର୍ ଅଫ୍
ଫାନାଟିକ୍ସ ଏଗେନ୍ଷ୍ଟ ଖ୍ରୀଷ୍ଟିଆନ କିଏ କହିଥିଲେ ଏଇଟା? ସେ ହେଉଛନ୍ତି LER ରିଚ୍। ନେକ୍ସଟ କ୍ୱେଶ୍ଚନ୍ ଅଛି ବଙ୍ଗଭଙ୍ଗ ବିରୋଧୀ ଆନ୍ଦୋଳନ ସମୟରେ କଂଗ୍ରେସ ସଭାପତି କିଏ ରହିଥିଲେ? ହୁ ଆର୍ ଦ ପ୍ରେସିଡେଣ୍ଟ ଅଫ୍ କଂଗ୍ରେସ ଡ୍ୟୁରିଂ ଦ ଆଣ୍ଟି ପାର୍ଟିସନ୍ ଅଫ୍ ବେଙ୍ଗଲ ମୁଭମେଣ୍ଟ? ସେ ସମୟରେ ଥିଲେ ଗୋପାଳ କୃଷ୍ଣ ଗୋଖଲେ ରହିଥିଲେ। ବ୍ରିଟିଶ ସରକାରଙ୍କ କେଉଁ ନିଷ୍ପତ୍ତିକୁ ମହାତ୍ମା ଗାନ୍ଧୀ ପୋଷ୍ଟ ଡେଟେଡ୍ ଚେକ୍ କହି ପ୍ରତ୍ୟାଖ୍ୟାନ କରିଥିଲେ? ହ୍ୱିଚ୍ ଡିସିଜନ୍ ଅଫ୍ ଦ ବ୍ରିଟିଶ ଗଭର୍ଣ୍ଣମେଣ୍ଟ ଡିଡ୍ ମହାତ୍ମା ଗାନ୍ଧୀ ରିଜେକ୍ଟେଡ୍ କଲିଂ ଇଟ୍ ପୋଷ୍ଟ ଡେଟେଡ୍ ଚେକ୍? ଆନ୍ସର ଅପସନ୍ ହେବ ଏଟା ଥିଲା କ୍ରିପ୍ସ ମିଶନ ରହିଥିଲା। ନେକ୍ସଟ କ୍ୱେଶ୍ଚନ୍ ଅଛି ଭାରତ ଛାଡ଼ ପ୍ରସ୍ତାବ ପାରିତ ହେବା ସମୟରେ କଂଗ୍ରେସ ସଭାପତି କିଏ ରହିଥିଲେ? ହୁ ଆର୍ ଦ ପ୍ରେସିଡେଣ୍ଟ ଅଫ୍ କଂଗ୍ରେସ ୱେନ୍ ଦ କୁଇଟ୍ ଇଣ୍ଡିଆ ରିଜଲ୍ୟୁସନ୍ ୱାଜ୍ ପାସ୍ଡ? ସେ ସମୟରେ ରହିଥିଲେ ମୌଲାନା ଅବଦୁଲ କଲାମ ଆଜାଦ, ଯେଉଁଟାକି କଂଗ୍ରେସ ସଭାପତି ରହିଥିଲେ। ଗାନ୍ଧୀ ଇରୱିନ୍ ଚୁକ୍ତି କେଉଁ ବର୍ଷ ସ୍ୱାକ୍ଷରିତ ହୋଇଥିଲା? ଏଟା ହେବ 1931 ମସିହା ମାର୍ଚ୍ଚ 5ରେ ହେଇଥିଲା। ତାପରେ 1922 ସ୍ୱରାଜ ପାର୍ଟି କିଏ ଗଠନ କରିଥିଲେ? ସ୍ୱରାଜ ପାର୍ଟି ଇନ୍ 1922। ଆନ୍ସର ଅପସନ୍ ହେବ CR ଦାସ ଆଉ ମୋତିଲାଲ ନେହେରୁ। ସାଇମନ୍ କମିଶନ କେଉଁ ବର୍ଷେ ଭାରତକୁ ଆସିଥିଲା? ଆନ୍ସର ଅପସନ୍ ହେବ 1928 ମସିହାରେ ଆସିଥିଲା। କ୍ୱେଶ୍ଚନ୍ ଦିଆଯାଇଛି ହିନ୍ଦୁସ୍ତାନ ସୋଶାଲିଷ୍ଟ ରିପବ୍ଲିକ ଆର୍ମି କିଏ ଗଠନ କରିଥିଲେ? ସେ ହେଉଛନ୍ତି ଚନ୍ଦ୍ରଶେଖର ଆଜାଦ ଆଣ୍ଡ ହିଜ୍ କମ୍ପାନିଅନ୍ସ। କ୍ୱେଶ୍ଚନ୍ ଦିଆଯାଇଛି ମହାତ୍ମା ଗାନ୍ଧୀ ବ୍ୟକ୍ତିଗତ ସତ୍ୟାଗ୍ରହ ଆନ୍ଦୋଳନ ପାଇଁ ପ୍ରଥମ ସତ୍ୟାଗ୍ରହୀ ଭାବରେ କାହାକୁ ବାଛିଥିଲେ? ହୁମ୍ ଡିଡ୍ ମହାତ୍ମା ଗାନ୍ଧୀ ଚୁଜ୍ ଏଜ୍ ଦ ଫାର୍ଷ୍ଟ ସତ୍ୟାଗ୍ରହୀ ଫର ଦ ଇଣ୍ଡିଭିଜୁଆଲ ସତ୍ୟାଗ୍ରହ ମୁଭମେଣ୍ଟ? ସେ ହେଉଛନ୍ତି ବିନୋବା ଭାବେ। କ୍ୱେଶ୍ଚନ୍ ଦିଆଯାଇଛି ଚୋରି ଚୋରିଆ ହିଂସା କାରଣରୁ 1922ରେ ଗାନ୍ଧୀ କେଉଁ ଆନ୍ଦୋଳନକୁ ପ୍ରତ୍ୟାହାର କରିଥିଲେ? ହ୍ୱିଚ୍ ମୁଭମେଣ୍ଟ ଡିଡ୍ ଗାନ୍ଧୀ ୱିଡ୍ରୋ ଇନ୍ 1922 ଡ୍ୟୁ ଟୁ ଚୋରି ଚୋରା ଭାଓଲେନ୍ସ? ଆନ୍ସର ଅପସନ୍ ହେବ ନନ୍ କପରେସନ୍ ମୁଭମେଣ୍ଟ। କେଉଁ ପୁସ୍ତକକୁ ବଙ୍ଗାଳୀ ଦେଶପ୍ରେମର ବାଇବେଲ ବୋଲି ବିବେଚନା କରାଯାଇଥାଏ? ବାଇବେଲ ଅଫ୍ ବେଙ୍ଗାଲୀ ପେଟ୍ରୋଜିମ୍। ଆନ୍ସର ଅପସନ୍ ହେବ ସେଟା ହେଉଛି ଆନନ୍ଦ ମଠ। କ୍ୱେଶ୍ଚନ୍ ଦିଆଯାଇଛି ସମ୍ବଲପୁର, ଜୟଦେବପୁର, ତାପରେ ବଘାଟ, এটা ମେନଲି ବ୍ରିଟିଶ ଏମ୍ପାୟାର ଯେଉଁଟାକି କେଉଁ ଡକ୍ଟରାଇନ୍ ହିସାବରେ ୟାକୁ ଯେଉଁଟାକି ସାମିଲ କରାଯାଇଥିଲା? ଆପଣମାନେ ଜାଣିଛନ୍ତି ୟାକୁ ଡକ୍ଟରାଇନ୍ ଅଫ୍ ଲେପ୍ସ ବୋଲି କୁହାଯାଉଛି। ଓକେ, ଅନୁତ୍ତରାଧିକାରୀ ସିଦ୍ଧାନ୍ତ। ଓକେ, ଯେଉଁ ରାଜ୍ୟର ରାଜାଙ୍କର ମୃତ୍ୟୁ ହେଇଯିବ, ତାଙ୍କର ପୁଅ କେହି ନଥିବେ, ତାହେଲେ କ'ଣ ହେବ? ସେ ରାଜ୍ୟ ଅଟୋମେଟିକ୍ ଇଂରେଜମାନଙ୍କୁ ଆସିଯିବ। ସେଟା ହେଉଥିଲା ଡକ୍ଟରାଇନ୍ ଅଫ୍ ଲେପ୍ସ ରହିଥିଲା। ଆନ୍ସର ଅପସନ୍ ଏ ହେବ ରାଇଟ୍ ଆନ୍ସର। ତାପରେ କ୍ୱେଶ୍ଚନ୍ ଦିଆଯାଇଛି ବାଳଗଙ୍ଗାଧର ତିଲକ କାହା ବିରୁଦ୍ଧରେ ମାନହାନି ମାମଲା ଦାୟର କରିଥିଲେ? ସେଟା ହେଉଛି ଭ୍ୟାଲେଣ୍ଟାଇନ୍ ଚିରୋଲ। ମାଦ୍ରାସରେ ହୋମ୍ ରୁଲ୍ ଲିଗ୍ର ମୁଖ୍ୟ ନେତା କିଏ ରହିଥିଲେ? ହୁ ଆର୍ ଦ ମେନ୍ ଲିଡର ଅଫ୍ ଦ ହୋମ୍ ରୁଲ୍ ଲିଗ୍ ଇନ୍ ମାଡ୍ରାସ? ସେ ହେଉଛନ୍ତି ସୁବ୍ରମଣ୍ୟମ ଆୟର। ତାପରେ କ୍ୱେଶ୍ଚନ୍ ଦିଆଯାଇଛି କେଉଁ ଆଇନକୁ ଓକିଲ ବିନା ଆଉ ଯୁକ୍ତି ବିନା କୁହାଯାଉଥିଲା? ୱିଥାଉଟ୍ ଅପିଲ୍, ୱିଥାଉଟ୍ ଲୟର, ୱିଥାଉଟ୍ ଆର୍ଗୁମେଣ୍ଟ? ଏଟା ଥିଲା ରାୱାଲ ଆକ୍ଟ। ଆପଣମାନେ ଭଲ ଭାବରେ ଜାଣିଛନ୍ତି 1919 ମସିହାରେ ଲାଗୁ ହୋଇଥିଲା। ନେକ୍ସଟ କ୍ୱେଶ୍ଚନ୍ ହେଉଛି 1926ରେ ପଞ୍ଜାବରେ ନୌଜୱାନ ଭାରତ ସଭା ପ୍ରତିଷ୍ଠା ହୋଇଥିଲା। ଏହାର ପ୍ରଥମ ସଚିବ କିଏ ରହିଥିଲେ? ନୌଜୱାନ ଭାରତ ସଭା ୱାଜ୍ ଏଷ୍ଟାବ୍ଲିଶ ଇନ୍ ପଞ୍ଜାବ 1926। ହୁ ୱାଜ୍ ଫାଷ୍ଟ ସେକ୍ରେଟାରୀ? ଏହାର ଫାଷ୍ଟ ସେକ୍ରେଟାରୀ ରହିଥିଲେ ସେ ହେଉଛନ୍ତି ଭଗତ ସିଂ ରହିଥିଲେ। ତାପରେ କ୍ୱେଶ୍ଚନ୍ ଦିଆଯାଇଛି ସବିନୟ ଅବଜ୍ଞା ଆନ୍ଦୋଳନ ସମୟରେ ଅହିଂସକ ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚଳାଇବାକୁ ମନା କରିଥିବା ଗଡ଼ୱାଲି ସୈନିକଙ୍କ ଦୁଇଟି ପ୍ଲାଟୁନକୁ କିଏ ନେତୃତ୍ୱ ଦେଇଥିଲେ? ସେ ହେଉଛନ୍ତି ଚନ୍ଦ୍ର ସିଂ ଘରୱାଲି। ଓକେ, ଘଡ଼ୱାଲି ଯେଉଁ କହୁଛୁ ଏ ଅପସନ୍ ରାଇଟ୍ ଆନ୍ସର। ହୁଲିଆର ଟୁ platoon of Ghodwali soldiers who refused to fire on non-violent protesters during the civil disobedience movement. Question ଦିଆଯାଇଛି how many selected followers did Gandhi take with him from Sabarmati ashram during his famous Dandi march? Answer option ହେବ 78. ଓକେ, କ୍ୱେଶ୍ଚନ୍ ଦିଆଯାଇଛି କେଉଁ ଅଧିବେଶନରେ କଂଗ୍ରେସ ପ୍ରଥମେ ସ୍ୱରାଜ ଦାବି କରିଥିଲା? ଏଟ୍ ହୁଇଚ୍ ସେସନ୍ ଡିଡ୍ କଂଗ୍ରେସ ଫାର୍ଷ୍ଟ ଡିମାଣ୍ଡ ସ୍ୱରାଜ? ଏଟା ଥିଲା କୋଲକାତା ସେସନ୍ 1906 ମସିହା। କ୍ୱେଶ୍ଚନ୍ ଦିଆଯାଇଛି 1857ରେ ମେରଠ ଛାଉଣୀରେ ବିଦ୍ରୋହ ଦିନ କ'ଣ ଥିଲା? ହ୍ୱାଟ୍ ୱାଜ୍ ଦ ଡେ ଅଫ୍ ରିଭଲ୍ଟ ଇନ୍ ମେରଠ କ୍ୟାଣ୍ଟନମେଣ୍ଟ ଇନ୍ 1857? ଏଟା ଥିଲା ମେ 10 ରହିଥିଲା। କେଉଁ ଶ୍ରେଣୀର ଲୋକମାନେ 18 ଶତାବ୍ଦୀର ବିଦ୍ରୋହରେ ଭାଗ ଦେଇନଥିଲେ? ହ୍ୱିଚ୍ କ୍ଲାସ୍ ଅଫ୍ ପିପଲ୍ ଡିଡ୍ ନଟ୍ ପାର୍ଟିସିପେଟ୍ ଇନ୍ ଦ ରିଭଲ୍ଟ ଅଫ୍ 1857? ଏଥିରେ ଯେଉଁମାନେ ଶିକ୍ଷିତ ମଧ୍ୟବିତ୍ତ ଶ୍ରେଣୀ ଥିଲେ ସେମାନେ ଯୋଗ ଦେଇନଥିଲେ, ଏଜୁକେଟେଡ୍ ମିଡିଲ୍ କ୍ଲାସେସ୍। ତାପରେ କ୍ୱେଶ୍ଚନ୍ ଦିଆଯାଇଛି ହିଷ୍ଟ୍ରି ଅଫ୍ ଦ ଇଣ୍ଡିଆନ୍ ମ୍ୟୁଟିନି ପୁସ୍ତକ ଲେଖକ କିଏ ଥିଲେ? ସେ ଚାର୍ଲସ ବଲ୍ ରହିଥିଲେ। ତାପରେ କ୍ୱେଶ୍ଚନ୍ ଅଛି 1857 ବିପ୍ଳବର ତତ୍କାଳିକ କାରଣ କ'ଣ ଥିଲା? ହ୍ୱାଟ୍ ୱାଜ୍ ଦ ଇମିଡ଼ିଏଟ୍ କଜ୍ ଅଫ୍ ଦ 1857 ରେଭଲ୍ୟୁସନ୍? ମୋର ରଖିବେ ଆନ୍ସର ଅପସନ୍ ହେବ ରୁମର୍ ଏବାଉଟ୍। ତାପରେ କ୍ୱେଶ୍ଚନ୍ ଦିଆଯାଇଛି କେଉଁ ମୁଗଲ ସମ୍ରାଟ ରାମମୋହନ ରାୟଙ୍କୁ ରାଜା ଉପାଧି ପ୍ରଦାନ କରିଥିଲେ? ସେ ହେଉଛନ୍ତି ରାଘବର ଦ୍ୱିତୀୟ। ଓକେ, 1828 ମସିହାରେ ସେ ବ୍ରହ୍ମ ସମାଜ ପ୍ରତିଷ୍ଠା କରିଥିଲେ ରାଜା ରାମମୋହନ ରୟ। କ୍ୱେଶ୍ଚନ୍ ଦିଆଯାଇଛି ହ୍ୱାଟ୍ ୱାଜ୍ ଦ ନେମ୍ ଅଫ୍ ଦ ମୁଭମେଣ୍ଟ ଲଞ୍ଚ ଇନ୍ ଏ ଭିଲେଜ୍ ଅଫ୍ Travancore regarding the entry of Harijans into Hindu temples and their right to use public road? Okay,
ଟ୍ରାଭାନକୋର ଏକ ଗ୍ରାମରେ ହରିଜନମାନଙ୍କ ହିନ୍ଦୁ ମନ୍ଦିର ପ୍ରବେଶ ଏବଂ ସାର୍ବଜନୀନ ରାସ୍ତା ବ୍ୟବହାର କରିବାର ଅଧିକାର ସମ୍ପର୍କରେ ଆରମ୍ଭ ହୋଇଥିବା ଆନ୍ଦୋଳନ ନାମ କ'ଣ ଥିଲା? 98 କ୍ୱେଶ୍ଚନ୍। ଏଇଟା ଥିଲା ଭାଇକମ୍ ମୁଭମେଣ୍ଟ ରହିଥିଲା। ଠିକ୍ ଅଛି। ଯେଉଁ ସମୟରେ କ'ଣ ହେଇଥିଲା ସେଟା କି ଯେଉଁ ହରିଜନ ଗୋଟେ କମ୍ୟୁନିଟି ଅଛନ୍ତି ଯିଏକି ମେନଲି ମନ୍ଦିର ଭିତରକୁ ପଶିବା ପାଇଁ ମନା କରାଯାଉଥିଲା, ତା ସହିତ ରାସ୍ତାରେ ଚାଲିବା ପାଇଁ ମଧ୍ୟ ମନା କରାଯାଉଥିଲା, ଯାହାଦ୍ୱାରା ଏହି ଭାଇକମ୍ ଆନ୍ଦୋଳନ ଆରମ୍ଭ ହୋଇଥିଲା। ତାପରେ ହୁ ଫାଉଣ୍ଡେଡ୍ ଦ ଇଣ୍ଡିପେଣ୍ଡେନ୍ସ ଲିଗ୍ ପ୍ରତିଷ୍ଠା କିଏ କରିଥିଲେ? ସେ ହେଉଛନ୍ତି ଜବାହରଲାଲ ନେହେରୁ ଆଣ୍ଡ ସୁଭାଷ ଚନ୍ଦ୍ର ବୋଷ। ନେକ୍ସଟ କ୍ୱେଶ୍ଚନ୍, ଅଖିଳ ଭାରତୀୟ କିଷାନ ସଭାର ପ୍ରଥମ ସଭାପତି କିଏ ରହିଥିଲେ? ସେ ହେଉଛନ୍ତି ସ୍ୱାମୀ ସହଜାନନ୍ଦ। ଆନ୍ସର ଅପସନ୍ ଏ ହେବ ରାଇଟ୍ ଆନ୍ସର। 1854ର ଯେଉଁ ଉଡ୍ ଡିସ୍ପାଚ୍ ଯେଉଁ ହେଇଥିଲା ବିକାଶ ପାଇଁ, ଏଇଟା କାହା ଉପରେ ମିଳି ଗୁରୁତ୍ୱ ଦିଆଯାଇଥିଲା? ଆନ୍ସର ଅପସନ୍ ନମ୍ବର ଗୋଟେ ହେଉଛି ଆପଣଙ୍କର ସେକେଣ୍ଡାରୀ ଆଣ୍ଡ ହାୟର ଏଜୁକେସନ୍। ମାଦ୍ରାସରେ ହୋମ୍ ରୁଲ୍ ଆନ୍ଦୋଳନ ମୁଖ୍ୟ ପ୍ରଚାର ମାଧ୍ୟମ ଭାବରେ ଆନି ବେସନ୍ତ କେଉଁ ଖବରକାଗଜ ଚଲାଉଥିଲେ? ଆନ୍ସର ଅପସନ୍ ହେବ ନ୍ୟୁ ଇଣ୍ଡିଆ। ନେକ୍ସଟ କ୍ୱେଶ୍ଚନ୍ ଅଛି, ସନ୍ନ୍ୟାସୀ ବିଦ୍ରୋହ କେଉଁ ଅଞ୍ଚଳରେ ସଂଗଠିତ ହୋଇଥିଲା? ଏଇଟା ହେବ ଯେଉଁଟାକି ବେଙ୍ଗଲ ଏରିଆରେ, ଯେଉଁଟାକି ସନ୍ନ୍ୟାସୀ ରେବଲ୍ୟୁସନ୍ ଆରମ୍ଭ ହୋଇଥିଲା। ଭର୍ଣ୍ଣାକୁଲାର ପ୍ରେସ୍ ଆକ୍ଟକୁ ଏଡ଼ାଇବା ପାଇଁ କେଉଁ ଖବରକାଗଜ ନିଜର ନାମକୁ ବଙ୍ଗାଳୀରୁ ଇଂରାଜୀ ସାପ୍ତାହିକକୁ ପରିବର୍ତ୍ତନ କରିଥିଲା? ହୁଇଚ୍ ନ୍ୟୁଜ୍ ପେପର ଚେଞ୍ଜ ଇଟ୍ସ ନେମ୍ ଫ୍ରମ୍ ବେଙ୍ଗାଲୀ ଟୁ ଇଂଲିଶ ୱିକଲି ଟୁ ଏଭଏଡ୍ ଭର୍ଣ୍ଣାକୁଲାର ପ୍ରେସ୍ ଆକ୍ଟ? ଆନ୍ସର ଅପସନ୍ ହେଇପାରିବ। ତାପରେ କ୍ୱେଶ୍ଚନ୍ ଦିଆଯାଇଛି, ସାଇମନ୍ କମିଶନ ବିରୁଦ୍ଧରେ ପ୍ରତିବାଦ କରୁଥିବା ସମୟରେ ପୋଲିସ ଲାଠି ଚାର୍ଜରେ ଆଘାତପ୍ରାପ୍ତ ହୋଇ କେଉଁ ନେତା ମୃତ୍ୟୁବରଣ କରିଥିଲେ? ସେ ହେଉଛନ୍ତି ଲାଲା ଲଜପତ ରାୟ ହେବ ରାଇଟ୍ ଆନ୍ସର। ତାପରେ କ୍ୱେଶ୍ଚନ୍ ଅଛି, କେଉଁ ଆଇନ ସହିତ ଭାରତର ସାମ୍ପ୍ରଦାୟିକ ନିର୍ବାଚନ ମଣ୍ଡଳୀ ଆରମ୍ଭ ହୋଇଥିଲା? ଏଟା ହୋଇଥିଲା ଆକ୍ଟ ଅଫ୍ 1909। ନେକ୍ସଟ କ୍ୱେଶ୍ଚନ୍ ଅଛି, କେଉଁ ଆଇନ ଦ୍ୱାରା କେନ୍ଦ୍ରରେ ଦ୍ୱୈତ ଶାସନ ନୀତି କାର୍ଯ୍ୟକାରୀ ହୋଇଥିଲା? ବାଇ ହୁଇଚ୍ ଆକ୍ଟ ୱାଜ୍ ପ୍ରିନ୍ସିପଲ୍ ଅଫ୍ ଡାଇରେଜ ଇମ୍ପ୍ଲିମେଣ୍ଟେଡ୍ ଏଟ୍ ଦ ସେଣ୍ଟର? ଏଟା ଥିଲା ଆକ୍ଟ ଅଫ୍ 1935। ସାଇମନ୍ କମିଶନ ପ୍ରତିବାଦ ସମୟରେ ଗୁଜରାଟରେ କେଉଁ ବାଲିକା ସଂଗଠନ ପ୍ରତିଷ୍ଠା କରାଯାଇଥିଲା? ଏଟା ଥିଲା ମଞ୍ଜାର ସେନା। କ୍ୱେଶ୍ଚନ୍ ଦିଆଯାଇଛି, ଜାଲିଆନାବାଗ ହତ୍ୟାକାଣ୍ଡ ଉପରେ କେଉଁ କମିଟି ତଦନ୍ତ ରିପୋର୍ଟ ଦେଇଥିଲା? ଏଟା ହେଉଛି ହଣ୍ଟର କମିଶନ ହେବ ରାଇଟ୍ ଆନ୍ସର। ତାପରେ କ୍ୱେଶ୍ଚନ୍ ଦିଆଯାଇଛି, କେଉଁ କମିଟିର ରିପୋର୍ଟରେ ଭାରତ ରାଜ୍ୟଗୁଡ଼ିକ ଏବଂ ସରପରି ଶକ୍ତି ମଧ୍ୟରେ ସମ୍ପର୍କ ସମ୍ମିଳିତ ହୋଇଥିଲା? ଏଟା ଥିଲା ଆପଣଙ୍କର ଯେଉଁ ବଟଲର କମିଟି କୁହାଯାଉଥିଲା। କ୍ୱେଶ୍ଚନ୍ ଦିଆଯାଇଛି, କେଉଁ ବିପ୍ଳବୀ ଲଣ୍ଡନରେ କ୍ୟାକ୍ସଟନ୍ ହଲ୍ରେ ୱାର୍ଡେନଙ୍କୁ ଗୁଲି କରି ଜାଲିଆନାବାଗ ହତ୍ୟାକାଣ୍ଡର ପ୍ରତିଶୋଧ ନେବାର ଶପଥ ପୂରଣ କରିଥିଲେ? ସେ ଏବେ କିଏ? ମୁଭି ମଧ୍ୟ ଅଛି, ଆପଣ ଜାଣିଥିବେ, ଉଧମ ସିଂ ହେବେ। ତାପରେ କ୍ୱେଶ୍ଚନ୍ ଦେଇଛି, କେଉଁ ତିନି ଭାଇ ସ୍ୱାଧୀନତା ପାଇଁ ନିଜ ଜୀବନ ଉତ୍ସର୍ଗ କରି ଅମର ଶହୀଦ ହୋଇଥିଲେ? ଦାମୋଦର, ବାଲକୃଷ୍ଣ ଆଉ ଜଣେ ବାସୁଦେବ ଚାପକର ରହିଥିଲେ। ଆନ୍ସର ଅପସନ୍ ଏ ହେବ ରାଇଟ୍ ଆନ୍ସର। ଯେ ତିନି ଭାଇ ଥିଲେ ଆଉ ସ୍ୱାଧୀନତା ପାଇଁ ନିଜର ଜୀବନ ଉତ୍ସର୍ଗ କରିଥିଲେ। ଆଲିପୁର ଜେଲ ମାମଲାରେ ସରକାରୀ ସାକ୍ଷୀ କିଏ ଥିଲେ ଯାହାକୁ ସତ୍ୟନାଥ ବୋଷ ଏବଂ ଅନ୍ୟମାନେ ହତ୍ୟା କରିଥିଲେ? ସେ ହେବେ ନରେନ୍ଦ୍ର ଗୋସାଇଁ। ସିଏଫ୍ ଆଣ୍ଡ୍ରୁଜ କେଉଁ ଉପନାମରେ ପରିଚିତ ରହିଥିଲେ? 114 ନମ୍ବର କ୍ୱେଶ୍ଚନ୍। ଆନ୍ସର ଅପସନ୍ ହେବ ଦୀନବନ୍ଧୁ। ସୁଭାଷ ଚନ୍ଦ୍ର ବୋଷ ପଦତ୍ୟାଗ ପରେ କିଏ ଭାରତୀୟ ଜାତୀୟ କଂଗ୍ରେସ ସଭାପତି ହୋଇଥିଲେ? ହୁ ବିକମ୍ ଦ ପ୍ରେସିଡେଣ୍ଟ ଅଫ୍ ଦ ଇଣ୍ଡିଆନ୍ ନ୍ୟାସନାଲ କଂଗ୍ରେସ ଆଫ୍ଟର ସୁଭାଷ ଚନ୍ଦ୍ର ବୋଷ ରେଜିଗ୍ନେସନ୍? ଆନ୍ସର ଅପସନ୍ ହେଇପାରିବ ଡକ୍ଟର ରାଜେନ୍ଦ୍ର ପ୍ରସାଦ। ଭାରତ ଛାଡ଼ ଆନ୍ଦୋଳନ ସମୟରେ କଂଗ୍ରେସ ରେଡ଼ିଓ କିଏ ପୋଷଣ କରୁଥିଲେ? ଉଷା ମେହତା ହେବେ ରାଇଟ୍ ଆନ୍ସର। 1922ରେ ସ୍ୱରାଜ ଫର୍ମ କାହା ଦ୍ୱାରା କରାଯାଇଥିଲା? ସିଆର ଦାସ ଓ ପଣ୍ଡିତ ମୋତିଲାଲ ନେହେରୁ ହେବ ରାଇଟ୍ ଆନ୍ସର। ତାପରେ କେଉଁ ବର୍ଷରେ ଭାରତୀୟ ଜାତୀୟ କଂଗ୍ରେସ ସମ୍ପୂର୍ଣ୍ଣ ସ୍ୱରାଜ ନିଜର ଲକ୍ଷ୍ୟ ବୋଲି ଘୋଷଣା କରିଥିଲା? ଏଟା ହେଉଛି 1929 ଲାହୋର ସେସନ। ତାପରେ ହିନ୍ଦୁସ୍ତାନ ସୋଶାଲିଷ୍ଟ ରିପବ୍ଲିକ ଆର୍ମି ଗଠନ କିଏ କରିଥିଲେ? ସେ ହେବେ ଚନ୍ଦ୍ରଶେଖର ଆଜାଦ ହେବେ। ତାପରେ କେବେ ମୁସଲିମ ଲିଗ ପ୍ରତିଷ୍ଠା ହୋଇଥିଲା? ଏଟା ହେଉଛି 1906 ଢାକାରେ ହେଇଥିଲା। କ୍ୱେଶ୍ଚନ୍ ଦିଆଯାଇଛି, ମାନେ ବେଦର ପୁନରୁଦ୍ଧାର ଶ୍ରେୟ କାହାକୁ ଦିଆଯାଇଥାଏ? ସେ ହେଉଛନ୍ତି ସ୍ୱାମୀ ଦୟାନନ୍ଦ ସରସ୍ୱତୀ। ମୁସଲିମ ଲିଗ କେବେ ଓ କେଉଁଠାରେ ପ୍ରତିଷ୍ଠା ହୋଇଥିଲା? ଏଟା ହେଉଛି 1906 ଢାକାରେ ପ୍ରତିଷ୍ଠା ହୋଇଥିଲା। ନେକ୍ସଟ କ୍ୱେଶ୍ଚନ୍ ଅଛି, ବେଦର ପୁନର୍ଜୀବନ ପାଇଁ କାହାକୁ ଶ୍ରେୟ ଦିଆଯାଇଥାଏ ଯେଉଁଟାକି କ୍ରେଡିଟେଡ୍ ଫର୍ ରିଭାଇଭାଲ ଅଫ୍ ଦ ବେଦ? ସେ ହେବେ ସ୍ୱାମୀ ଦୟାନନ୍ଦ ସରସ୍ୱତୀ। ତାପରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ମୁସଲମାନ ସଭାପତି କିଏ ରହିଥିଲେ? ସେ ହେଉଛନ୍ତି ବଦରୁଦ୍ଦିନ ତ୍ୟାବଜୀ ରହିଥିଲେ। ତାପରେ ବ୍ରିଟିଶ ଶାସନ ସମୟରେ ଭାରତର ଆର୍ଥିକ ଶୋଷଣର ସିଦ୍ଧାନ୍ତ କିଏ ପ୍ରତିପାଦିତ କରିଥିଲେ? ଇକୋନୋମିକ ଡ୍ରେନ୍। এটা ମେନଲି କିଏ ପ୍ରପୋନ କରିଥିଲେ ଏଇ ଥିଓରିଟାକୁ? ସେ ହେବେ ଦାଦାଭାଇ ନାରୋଜି ହେବେ ହେଲା। ନେକ୍ସଟ କ୍ୱେଶ୍ଚନ୍ ଅଛି, ବଙ୍ଗାଳ ବିଭାଜନ ବିରୋଧୀ ଆନ୍ଦୋଳନ କେବେ ଆରମ୍ଭ ହୋଇଥିଲା? When did anti-Bengal partition movement begin? ଆନ୍ସର ଅପସନ୍ ହେବ ଅକ୍ଟୋବର 16, 1905। ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ମୁସଲିମ ସଭାପତି କିଏ ରହିଥିଲେ?
ये क्वेश्चन प्रायतः परीक्षा रे पचरा जाउछि सेतिले बादराम दिन। तर क्वेश्चन दिया जायछि बंगभंग विरोधी आंदोलन केबे आरंभ होइतिला? एटा होइतिला अगस्त 7 1905 रे आरंभ होइतिला। तापर क्वेश्चन दिया जायछि हु रिसीव द टाइटल ऑफ राष्ट्रकवि? नेशनल पोएट फॉर स्ट्रांग लिटरेरी कंट्रीब्यूशन टू द इंडियन फ्रीडम स्ट्रगल से होचंती मैथिली शरण गुप्त। क्वेश्चन दिया जायछि केउ नेता गुरुवायूर सत्याग्रह पई मरणान्तक उपवास करथिले से होचंती के केलापन। ओके। क्वेश्चन दिया जायछि लॉर्ड कर्जन 1905 रे बंगाला को विभाजित करथिले। ए विभाजन को वर्ष रद्द करा जायतिला? जेटा कि बंद करा जायतिला को माने वर्ष रे 1911 हबो राइट आंसर 1911 हबो राइट आंसर 1911। गांधी काहाको निजर राजनीतिक गुरु बोली विवेचना करुथिले? तेबे गोपाल कृष्ण गोखले हेबे। गांधी यूनियन चुक्तिर अंश भाବରେ କେଉଁ ଆନ୍ଦୋଳନକୁ ସ୍ଥଗିତ କରାଯାଇଥିଲା? ଏଟା ହେଉଛି ଆନ୍ସର ଅପସନ୍ ହେବ ସିଭିଲ ଡିସୋବିଡିଏଣ୍ଟ ମୁଭମେଣ୍ଟ। ତାପରେ କ୍ୱେଶ୍ଚନ୍ ଦିଆଯାଇଛି କେଉଁ ଘଟଣାରେ ପୋଲିସ ଲାଠି ଚାର୍ଜରେ ଲାଲା ଲଜପତ ରାୟ ଆଘାତପ୍ରାପ୍ତ ହୋଇଥିଲେ ଯାହାପରେ ତାଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା? ଆନ୍ସର ଅପସନ୍ ହେବ ଏଟା ଡ୍ୟୁରିଂ ପ୍ରୋଟେଷ୍ଟ ଏଗେନ୍ଷ୍ଟ ସାଇମନ କମିଶନ। 1920ରେ ମପଲା ବିଦ୍ରୋହର ମୁଖ୍ୟ ନେତା ଭାବରେ କିଏ ପ୍ରସିଦ୍ଧ ରହିଥିଲେ? ସେ ହେଉଛନ୍ତି ଅଲି ମୁସାଲିୟାର। ମନେ ରଖିବେ ନାଁଟା। ତାପରେ କ୍ୱେଶ୍ଚନ୍ ଦିଆଯାଇଛି ହିନ୍ଦୁସ୍ତାନ ରିପବ୍ଲିକାନ ପାର୍ଟି କେବେ ପ୍ରତିଷ୍ଠା ହୋଇଥିଲା? 1924 ମସିହାରେ ପ୍ରତିଷ୍ଠା ହୋଇଥିଲା। ତାପରେ କ୍ୱେଶ୍ଚନ୍ ଦିଆଯାଇଛି ଜାଲିଆନାବାଗ ହତ୍ୟାକାଣ୍ଡ ବିରୋଧରେ ପ୍ରତିବାଦ କରି କେଉଁ ଭାରତୀୟ ସଦସ୍ୟ ଭାଇସରାୟଙ୍କର କାର୍ଯ୍ୟନିର୍ବାହୀ ପରିଷଦରୁ ଇସ୍ତଫା ଦେଇଥିଲେ? ହ୍ୱିଚ୍ ଇଣ୍ଡିଆନ୍ ମେମ୍ବର ରିଜାଇନ୍ ଫ୍ରମ୍ ଦ ଭାଇସରାୟ ଏକ୍ଜିକ୍ୟୁଟିଭ୍ କାଉନସିଲ୍ ଇନ୍ ପ୍ରୋଟେଷ୍ଟ ଦ ଜାଲିଆନାବାଗ ମସ୍କେୟାର? ସେ ହେଉଛନ୍ତି ଶଙ୍କରଣ ନାୟର। କେଉଁ ଆନ୍ଦୋଳନ ଆରମ୍ଭ କରିବା ପୂର୍ବରୁ ଗାନ୍ଧୀ ନିଜର କାଇଜର ଇ ହିନ୍ଦୀ ପଦକ ଯାହା ପ୍ରଥମ ବିଶ୍ୱ ସମୟରେ ସରକାରଙ୍କ ସହିତ ସହଯୋଗ ପାଇଁ ତାଙ୍କୁ ପ୍ରଦାନ କରାଯାଇଥିଲା ଫେରାଇ ଦେଇଥିଲେ? ଓକେ, କାଇଜର ଇ ହିନ୍ଦ ପଦକ ଇଏ ଫେରାଇ ଦେଇଥିଲେ। ଏଇଟା ଥିଲା ନନ୍ କୋଅପରେସନ୍ ମୁଭମେଣ୍ଟ ପୂର୍ବରୁ। ନେକ୍ସଟ କ୍ୱେଶ୍ଚନ୍ ଅଛି ସାଇମନ କମିଶନ କାହିଁକି ବିରୋଧ କରାଯାଇଥିଲା? 135 କ୍ୱେଶ୍ଚନ୍ ବିକଜ ନୋ ଇଣ୍ଡିଆନ୍ ୱାଚ୍ ଇନକ୍ଲୁଡେଡ୍ ଇନ୍ ଦ କମିଶନ। ଆନ୍ସର ଅପସନ୍ ଏ ହେବ ରାଇଟ୍ ଆନ୍ସର। ଇଣ୍ଡିଆନ୍ ମିରର ଏଟା ହେଉଛି କାହାର କାର୍ଯ୍ୟ ରହିଥିଲା? ଇଣ୍ଡିଆନ୍ ମିରର କେଶବ ଚନ୍ଦ୍ର ସେନ ହେବ ରାଇଟ୍ ଆନ୍ସର। ତାପରେ କ୍ୱେଶ୍ଚନ୍ ଅଛି ଏପ୍ରିଲ 8 1929ରେ ପବ୍ଲିକ ସେଫ୍ଟି ବିଲ୍ ପାରିତ ହେବା ବିରୋଧରେ ପ୍ରତିବାଦ କରି କେଉଁ ଦୁଇ ବିପ୍ଳବୀ କେନ୍ଦ୍ରୀୟ ବିଧାନସଭାରେ ଖାଲି ବେଞ୍ଚରେ ବୋମା ଭାଙ୍ଗିଥିଲେ? ସେ ହେଉଛି ବଟୁକେଶ୍ୱର ଦତ୍ତ ଆଉ ଜଣେ ଭଗତ ସିଂ ହେବେ ରାଇଟ୍ ଆନ୍ସର। ତାପରେ କ୍ୱେଶ୍ଚନ୍ ଦିଆଯାଇଛି ଚଟ୍ଟଗ୍ରାମ ଅସ୍ତ୍ରାଗାର ଅଭିଯାନ ପାଇଁ ବିଖ୍ୟାତ ବେଙ୍ଗାଲୀ ବିପ୍ଳବୀ ସୂର୍ଯ୍ୟ ସେନଙ୍କୁ କେବେ ଫାଶୀ ଦିଆଯାଇଥିଲା? ଆନ୍ସର ଅପସନ୍ ହେବ ମାର୍ଚ୍ଚ 12 1934। ଅକ୍ଟୋବର 1940ରେ ଗାନ୍ଧୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ବ୍ୟକ୍ତିଗତ ସତ୍ୟାଗ୍ରହର ପ୍ରଥମ ଓ ଦ୍ୱିତୀୟ ସତ୍ୟାଗ୍ରହୀ କିଏ ରହିଥିଲେ? ଫାର୍ଷ୍ଟ ଥିଲେ ବିନୋବା ଭାବେ, ତାପରେ ସେକେଣ୍ଡ ଥିଲେ ଜବାହରଲାଲ ନେହେରୁ। ତାପରେ କ୍ୱେଶ୍ଚନ୍ ଅଛି ହୁ ସେଡ୍ ଏଭ୍ରି ବ୍ଲୋ ଅଫ୍ ଦ ଲାଠି ଦ୍ୟାଟ୍ ଫଲ୍ସ ଅନ୍ ମାଇ ବଡି ୱିଲ୍ ବି ନେଲ୍ ଇନ୍ ଦ କଫିନ୍ ଅଫ୍ ଦ ବ୍ରିଟିଶ ଏମ୍ପାୟାର? ମୋ ଶରୀରରେ ପଡ଼ୁଥିବା ପ୍ରତ୍ୟେକ ଲାଠିର ଆଘାତ ବ୍ରିଟିଶ ସାମ୍ରାଜ୍ୟର ଶବାଧାରରେ ଏକ କଣ୍ଟା ହେବ ବୋଲି କିଏ କହିଥିଲେ? ସେ ହେବେ ଲାଲା ଲଜପତ ରାୟ। କ୍ୱେଶ୍ଚନ୍ ଦିଆଯାଇଛି ଅହମଦିଆ ଆନ୍ଦୋଳନ କେଉଁଠାରେ ଆରମ୍ଭ ହୋଇଥିଲା? 141 କ୍ୱେଶ୍ଚନ୍ ଏଟା ଆରମ୍ଭ ହୋଇଥିଲା ପଞ୍ଜାବରେ ଆରମ୍ଭ ହୋଇଥିଲା। ମନେ ରଖିବେ ଆପଣମାନେ। ନେକ୍ସଟ କ୍ୱେଶ୍ଚନ୍ ଅଛି ଯେଉଁ ତରୁଣ ସ୍ତ୍ରୀ ସଭା ୟଙ୍ଗ ଓମେନ୍ସ ଆସୋସିଏସନ୍ ଏଟା କେଉଁଠାରେ ପ୍ରତିଷ୍ଠା ହୋଇଥିଲା? ଏଟା ହୋଇଥିଲା ମାଡ୍ରାସରେ ପ୍ରତିଷ୍ଠିତ ହୋଇଥିଲା। ମନେ ରଖିବେ ଆପଣମାନେ। ନେକ୍ସଟ କ୍ୱେଶ୍ଚନ୍ ଅଛି କଂଗ୍ରେସକୁ ଉଚ୍ଚ ଜାତିର ହିନ୍ଦୁମାନଙ୍କର ଫାଶୀବାଦୀ କଂଗ୍ରେସ ବୋଲି କିଏ ଅଭିହିତ କରିଥିଲେ? ସେ ହେଉଛନ୍ତି ମୋହମ୍ମଦ ଅଲି ଜିନ୍ନା। ଭାରତ ଛାଡ଼ ଆନ୍ଦୋଳନ ସମୟରେ କଂଗ୍ରେସ ସଭାପତି କିଏ ରହିଥିଲେ? ଭାରତ ଛାଡ଼ ଆନ୍ଦୋଳନ ସମୟରେ କଂଗ୍ରେସ ସଭାପତି କିଏ ରହିଥିଲେ? ସେ ହେଉଛନ୍ତି ମୌଲାନା ଅବଦୁଲ କାଲାମ ଆଜାଦ। କ୍ୱେଶ୍ଚନ୍ ଦିଆଯାଇଛି ବ୍ରିଟିଶ ଶାସନ ସମୟରେ ଭାରତରୁ ଧନ ନିଷ୍କାସନ ବିଷୟରେ ପ୍ରଥମେ କିଏ ଲେଖିଥିଲେ? ହୁ ଫାଷ୍ଟ ରୋଟ୍ ଆବାଉଟ୍ ଦ ଡ୍ରେନ୍ ଅଫ୍ ୱେଲ୍ଥ ଫ୍ରମ୍ ଦ ଇଣ୍ଡିଆ ଡ୍ୟୁରିଂ ବ୍ରିଟିଶ ରୁଲ୍? ସେ ହେଉଛନ୍ତି ଦାଦାଭାଇ ନେହେରୁଜୀ। ତାପରେ କ୍ୱେଶ୍ଚନ୍ ଦିଆଯାଇଛି ଭାରତ ପାଇଁ ଏକ ସମ୍ବିଧାନ ସଭା ଗଠନ କିଏ ଘୋଷଣା କରିଥିଲେ? ହୁ ଆନାଉନ୍ସ ଦ ଫର୍ମେସନ୍ ଅଫ୍ ଏ କନଷ୍ଟିଚ୍ୟୁସନ୍ ଆସେମ୍ବଲି ଫର୍ ଇଣ୍ଡିଆ? ସେ ହେବେ କ୍ୟାବିନେଟ୍ ମିଶନ ପ୍ଲାନ୍। ତାପରେ କ୍ୱେଶ୍ଚନ୍ ଅଛି who was the first Indian president of the Central Legislative Assembly and the person who established healthy tradition in India parliamentary history? କେନ୍ଦ୍ର ବିଧାନସଭାର ପ୍ରଥମ ଭାରତୀୟ ସଭାପତି ଏବଂ ଭାରତର ସଂସଦୀୟ ଇତିହାସରେ ସୁସ୍ଥ ପରମ୍ପରା ପ୍ରତିଷ୍ଠା କରୁଥିବା ବ୍ୟକ୍ତି କିଏ ରହିଥିଲେ? ସେ ହେବେ ବିଠଲ ଭାଇ ପଟେଲ। ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ବ୍ରିଟିଶ ସଭାପତି ହେବାର ସମ୍ମାନ କାହାର ଥିଲା? ସେ ହେଉଛନ୍ତି ଜର୍ଜ ଉଲେ। ଏ ଅପସନ୍ ହେବେ। 1928ରେ କେଉଁ ସଂଗଠନ ପ୍ରଥମେ ଇନକଲାବ ଜିନ୍ଦାବାଦ ବିପ୍ଳବ ଦୀର୍ଘଜୀବୀ ହେଉ ସ୍ଲୋଗାନ ଦେଇଥିଲେ? ଲଙ୍ଗ ଲାଇଫ୍ ରେଭଲ୍ୟୁସନ୍। ସେ ହେଉଛନ୍ତି ହିନ୍ଦୁସ୍ତାନ ସୋଶାଲିଷ୍ଟ ରିପବ୍ଲିକାନ ଆସୋସିଏସନ୍। ଫାଦର ଅଫ୍ ଇଣ୍ଡିଆନ୍ ଅନରେଷ୍ଟ କାହାକୁ ଭାରତୀୟ ଅଶାନ୍ତିର ପିତା ବୋଲି କୁହାଯାଇଥାଏ? ସେ ହେବେ ବାଲ ଗଙ୍ଗାଧର ତିଲକ।
क्वेश्चन दिया जाइए कांग्रेस क्यों तारीख में राजनैतिक पीड़ित दिवस जहाँ पॉलिटिकल सफर्स डे पालन करथिला। आंसर ऑप्शन हम अगस्त 18 1929। हिंदू और मुसलमान एक सुंदरी कन्यार दुई आखि बोली से कन्या हूँ भारत किए कही हु सेड हिंदू एंड मुस्लिम आर लाइक टू आईज ऑफ ए ब्यूटीफुल ब्राइड दैट इज इंडिया। से सायद अहमद खान कही जे हिंदू और मुसलमान एक सुंदरी कन्यार दुई आखि बोली कही से कन्या हूँ भारत। नेक्स्ट क्वेश्चन अच्छी क्यों भाईसराय कार्यकाल समय आनी बेसंत और बालगंगाधर तिलक होम रूल प्रतिष्ठा करते ड्यूरिंग व्हिच भाईसराय टेन्योर डिड आनी बेसंत एंड बालगंगाधर तिलक एस्टाब्लिश द होम रूल लीग। आंसर ऑप्शन हम लॉर्ड हेडिंग। नेक्स्ट क्वेश्चन दिया जाइए 1857 विप्लव ब्रिटिश मान विरुद्ध में हिंदू और मुसलमान एक षड्यंत्र थिला बोली किए मत देते हु गेव द ओपिनियन दैट इज 1857 रेवोल्यूशन वाज ए कन्स्पिरेसी ऑफ हिंदूज एंड मुस्लिम अगेंस्ट द ब्रिटिश से थिले जेम्स। तापर क्वेश्चन दिया जाइए अंडर हुज लीडरशिप डिड 700 पीपल ऑफ द 5th लाइट इन्फेंट्री इन सिंगापुर रेबेल इंस्पायर्ड बाय गदर पार्टी। गदर पार्टी द्वारा प्रेरित हो सिंगापुर रे पंचम लाइट इन्फेंट्री 700 लोक कहार नेतृत्व में विद्रोह करते जड़े ए जामदार चिश्ती खान आउ जड़े हूँ सुबेदार खान हे सी ऑप्शन नंबर राइट आंसर। तापर मार्च 1925 क्यों जातीयतावादी नेता केंद्रीय विधानसभा सभापति भाव निर्वाचित होते व्हिच नेशनलिस्ट लीडर वाज इलेक्टेड एज द प्रेसिडेंट ऑफ द सेंट्रल लेजिस्लेटिव असेंबली इन मार्च 1925 से हेबे विठल भाई पटेल। नेक्स्ट क्वेश्चन अच्छी अंडर व्हिच चेयरमैनशिप वाज द फर्स्ट ऑल बेंगल स्टूडेंट कॉन्फ्रेंस हेल्ड इन अगस्त 1928। अगस्त 1928 रे अनुष्ठित प्रथम अखिल बंगाल छात्र सम्मेलन अध्यक्षता किए करते जवाहरलाल नेहरू। नेक्स्ट क्वेश्चन अच्छी सशस्त्र विप्लव संगठित करने लक्ष्य हिंदुस्तान रिपब्लिकन एसोसिएशन क्यों वर्ष प्रतिष्ठा होता। इन व्हिच ईयर वाज द हिंदुस्तान रिपब्लिकन एसोसिएशन एस्टाब्लिश विथ द एम ऑफ ऑर्गेनाइजिंग आर्म रेवोल्यूशन। एटा थिला अक्टोबर 1924। तापर 1913 मेवार रे कृषक प्रतिरोध नेतृत्व किए नहीं से हेबे सीताराम दास हेबे। तापर महात्मा गांधी द्वारा प्रतिष्ठित हरिजन सेवक संघर प्रतिष्ठा सभापति और साधारण संपादक किए रही हु वेर द फाउंडिंग प्रेसिडेंट एंड जनरल सेक्रेटरी ऑफ द हरिजन सेवक संघ एस्टाब्लिश बाय द महात्मा गांधी। से होती फाउंडिंग प्रेसिडेंट जी.डी. बिरला आउ सेक्रेटरी थिले अमृतलाल ठक्कर। भारतीय एसोसिएशन केबे कांग्रेस विलय होता व्हेन वाज इंडियन एसोसिएशन मर्ज विथ कांग्रेस। एटा थिला 1886 रे सी ऑप्शन नंबर राइट आंसर। तापर सुभाष चंद्र बोस केबे और क्यों प्रथम थर पर कांग्रेस सभापति भाव में निर्वाचित होते एटा थिला 1938 हरिपुरा गुजरात। तापर क्वेश्चन दिया जाए 1820 शेष और 1830 प्रारंभ में यंग बेंगल मूवमेंट नेता और प्रेरणा किए रही से हेबे हेनरी भिवियन डेरेजियो। इन व्हिच प्रोविंस डिड द गदर पार्टी प्लान एन आर्म रेबेलियन ऑन फेब्रुअरी 21 1915। फेब्रुअरी 21 1915 गदर पार्टी क्यों प्रदेश एक सशस्त्र विद्रोह योजना करथिला। एटा थिला पंजाब रे। क्वेश्चन दिया जाए एगेंस्ट हुम डिड बाल गंगाधर तिलक फाइल ए डिफेमेशन केस। बाल गंगाधर तिलक कहा विरुद्ध में मानहानि मामला दायर करथिले। एटा आंसर ऑप्शन हम वैलेंटाइन चिरुल। तापर क्वेश्चन दिया जाए माद्रास होम रूल लीग सभापति थे क्यों प्रमुख ब्रिटिश सांसद एवं राजनीतिज्ञ 1857 विद्रोह को एक जातीय विद्रोह और सामरिक विद्रोह नुहे बोली स्वीकार करते से होती डिजाराली। तापर क्वेश्चन दिया जाए ब्रिटिश माने 1857 विद्रोह क्यों मुख्य केन्द्र को प्रथम बण दखल करते व्हिच मेन सेंटर ऑफ द 1857 रिवोल्ट वाज फर्स्ट रिकैप्चर बाय ब्रिटिश। एटा थिला दिल्ली रही था। आंसर ऑप्शन ए अब राइट आंसर। तापर एप्रिल 1858 रे कहार गिरफ पर विद्रोह समाप्त होता विवेचना करा जाई पारे। आपण कहे से होती तांतिया तोपे। तापर क्वेश्चन अच्छी आवाबी आंदोलन प्रतिष्ठा किए करते हु आर द फाउंडर ऑफ द आवाबी मूवमेंट। आंसर ऑप्शन हम सैयद अहमद बरलेबी। हिंदुस्तान मजदूर सभा क्या द्वारा प्रतिष्ठा करा जाइथिला से होती सरदार वल्लभ भाई पटेल। बी ऑप्शन हम राइट आंसर। मदन मोहन मालवीय क्यों अनुष्ठान को बनारस हिंदू विश्वविद्यालय विकसित करते व्हिच इंस्टीट्यूशन वाज डेवलप बाय मदन मोहन मालवीय इनटू बनारस हिंदू यूनिवर्सिटी। एटा थिला सेंट्रल हिंदू स्कूल फाउंडेड बाय आनी बेसंत। तापर क्वेश्चन दिया जाए कॉमनवेल्थ अवार्ड जो थिला क्या द्वारा प्रस्तुत करा जाइथिला सेटा होचे रामजे मैकडोनाल्ड। 1943 आजाद हिंद फौज आईएनए क्यों प्रतिष्ठा होता
এটা হয়েছিল সিঙ্গাপুরের প্রতিষ্ঠা হয়েছিল। বি অপশন হব রাইট আনসার সিঙ্গাপুর। क्वेश्चन दिया जाइए यंग बेंगल मूवमेंटर मुख्य केन्द्र कौन थिला? व्हाट वाज द मेन सेंटर ऑफ द यंग बेंगल मूवमेंट? आंसर ऑप्शन हम हिंदू कॉलेज कोलकाता। एक देश पर स्वराज अत्यावश्यक संस्कार किंबा सुशासन यार विकल्प हो पार ना। यही उक्ति कहार थिला? हु स्टेटमेंट इज स्वराज इज एसेंशियल फॉर ए कंट्री रिफॉर्म और गुड गवर्नेंस कैन नॉट बी इट्स अल्टरनेटिव। या कही लाला लाजपत राय कही। तापर क्वेश्चन दिया जाइए हु अटेम्प्ट टू एसाइनेट किंग्सफोर्ड इन मुजफ्फरपुर? मुजफ्फरपुर रे किंग्सफोर्ड को हत्या करने किए पास करते? से हेबे खुदीराम बोस एंड प्रफुल्ल चाकी। तापर क्वेश्चन दिया जाइए ड्यूरिंग व्हिच वाइसराइज एडमिनिस्ट्रेशन वाज क्वीन विक्टोरिया ऑनर्ड विथ द टाइटल ऑफ कायजरी हिंद इन द दिल्ली दरबार? क्यों भाइसराय प्रशासन समय दिल्ली दरबार रानी विक्टोरिया को कायजरी हिंदी उपाधि सम्मानित करा जायतिला। एटा होची लॉर्ड लाइटन। ओके आंसर ऑप्शन ए हबो राइट आंसर। तापर क्वेश्चन दिया जाइए हु एस्टाब्लिश द ऑर्गेनाइजेशन नेम्ड विडो रिमैरेज एसोसिएशन? विधवा पुनर्विवाह एसोसिएशन नामक संगठन के प्रतिष्ठा करथिले? से होचंती एम जी रानादे। क्वेश्चन दिया जाइए ब्रिटिश शासन विरुद्ध में कृषक और आदिवासी मानकर रामसी विद्रोह कहार नेतृत्व करा जायतिला? रामसी रेबेलियन ऑफ फार्मर्स एंड ट्राइबल्स अगेंस्ट ब्रिटिश रूल कैरिड आउट बाय? से हेबे उमाजी नायक। तापर क्वेश्चन दिया जाइए हु सर्व एज कांग्रेस प्रेसिडेंट 3 टाइम ड्यूरिंग द इनिशियल इयर्स 1885 टू 1906? 1888 तापर 1893 आउ 1906। से हेबे दादा भाई नारोजी। तापर फास्ट थे किए? उमेश चंद्र बनर्जी रही है मन रखिए। लोकहितवादी भाव किए विख्यात थे? से होचंती गोपाल हरि देशमुख। तापर क्वेश्चन दिया जाइए सत्यशोधक समाज क्या द्वारा प्रतिष्ठित होता? आंसर ऑप्शन हम ज्योतिबा फुले है राइट आंसर 185 नंबर क्वेश्चन। नेक्स्ट क्वेश्चन अच्छी महात्मा गांधी क्यों वर्ष और क्यों कांग्रेस अधिवेशन में अध्यक्षता करते? डेट थिला 1924 बेलगाम सेशन। 1939 मसीह त्रिपुरी अधिवेशन में कांग्रेस सभापति होगापी सुभाष चंद्र बोस क्या परास्त करते? होम डिड सुभाष चंद्र बोस डिफेड टू बिकम कांग्रेस प्रेसिडेंट एट त्रिपुरी सेशन इन 1939? से हेबे डॉटर। तापर क्वेश्चन दिया जाइए 1909 मसीह लंडन रे मदन लाल ढींगरा कर्जन वाली को कहीं हत्या करते? एटा होची टू प्रोटेस्ट अगेंस्ट क्रुएल पनिशमेंट लाइक कलापानी एंड हैंगिंग गिवन टू इंडियन यूथ? सी ऑप्शन हम राइट आंसर। तापर क्वेश्चन दिया जाइए अभिनव भारत नामक गुप्त विप्लवी समिति की गठन करते? से होचंती बी.डी. सावरकर। क्वेश्चन दिया जाइए 1888 मसीह इलाहाबाद ठारे कांग्रेस अधिवेशन में अध्यक्षता करता प्रथम इंग्रेज व्यक्ति किए रही थे? से होचंती जॉर्ज यूले। तापर भारत गोटे राष्ट्र नुहे बरं दुईटी राष्ट्र ये उक्ति कहार थिला? हु स्टेटमेंट इज इंडिया इज नॉट वन नेशन बट टू नेशंस? एटा कही मोहम्मद अली जिन्ना कही। नेक्स्ट क्वेश्चन अच्छी अच्युत पट्टवर्धन सह कम्युनिल ट्रायंगल पुस्तक किए लिखी? कम्युनिल ट्रायंगल एलंग विथ अच्युत पट्टवर्धन? से हेबे डॉक्टर अशोक मेहता। क्वेश्चन दिया जाइए भगत सिंह क्या सहित केंद्रीय विधानसभा बोमा फेंगी? से हेबे बटुकेश्वर दत्त हेबे। तापर क्वेश्चन दिया जाइए क्यों विख्यात विप्लवी जर्मन साम्राज्यवाद अपेक्षा ब्रिटिश साम्राज्यवाद को भल मन करुले? आंसर ऑप्शन हम लाला हरदयाल। तापर क्वेश्चन अच्छे सिल्क लेटर षड्यंत्र मुख्य केन्द्र कौन था? व्हाट वाज द मेन सेंटर ऑफ द सिल्क लेटर कन्स्पिरेसी? आंसर ऑप्शन हो पार अफगानिस्तान। ओके क्वेश्चन दिया जाइए रानी लक्ष्मीबाई समाधि क्यों सहर अवस्थित रही? आंसर ऑप्शन हम ग्वालियर। तापर क्वेश्चन अच्छे नंद कुमार केस वाज एसोसिएटेड विथ हुम? एटा होची वारेन हेस्टिंग हम। तापर क्वेश्चन दिया दक्षिण भारत में ब्रह्म समाज किए स्थापन करते? से हेबे श्री धलारू नायडू मन रखिए। क्वेश्चन दिया जाइए भारत में प्रथम प्रिंटिंग प्रेस क्या द्वारा स्थापित होता? आंसर ऑप्शन हम द पोर्तुगीज। तापर भारतीय माने साइमन कमिशन विरोध कहीं करते? बिकॉज देयर इज नो इंडियन मेंबर इन द कमिशन? सी ऑप्शन हम राइट आंसर। तापर आज थाऊ आज ये मोर भी कम अच्छी टी आपण मैंने कौन करेंगे 1230 जो क्वेश्चन तैयारी कर पीडीएफ या नहीं प्रैक्टिस करेंगे आपण मैंने 10 रुपीज पे करदे। ओके जोटा कि वीडियो डिस्क्रिप्शन लिंक अच्छी odia-guide.in को जी ना आप को जी बहुत लिंक मिल जाव 10 रुपीज पे करेंगे आउ यार पीडीएफ डाउनलोड करने। ठीक अच्छे आउ यार अपडेट आम देवु आपको मेनली आहरी क्वेश्चन एड क्वेश्चन एड कर दिया आप परीक्षा भितर
आराम से आगे प्रैक्टिस करंतु 100% आपको 3-4टा क्वेश्चन परीक्षा रे देखा को मिलिबो। और सेकंड पार्ट आसीबो हला। आज तो समय नहीं अवश्य नले आमे करथांते काली नले परदिन आपनकर सेकंड पार्ट मध्ये आसीबो सेतिर आमे 1000 क्वेश्चन गोटे मैराथन हिसाब रे डिस्कस करनबा। ओके, थैंक यू।